नमस्कार दर्शक बंधु। जय जगन्नाथ। मु आचार्य रेकी ग्रैंड मास्टर एनएलपी लाइफ कोच सुरदीप आपणଙ୍କୁ ଏହି ଆଜିକାର ଗୀତା ଦର୍ପଣ ଶ୍ଲୋକ 2 ନମ୍ବରରେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଦର୍ଶକ ବନ୍ଧୁ, ଆପଣମାନେ ନୀତିଦିନିଆ ଯଦି ଏହିପରି ଗୀତା ଦର୍ପଣ, ମହାଭାରତ, ରାମାୟଣ ଶୁଣିବା ପାଇଁ ଚାହୁଁଛନ୍ତି, ତାହେଲେ ମୋର ଏହି ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ ନିଶ୍ଚୟ କରିବେ ଆଉ ବେଲ୍ ଆଇକନ୍ଟିକୁ ନିଶ୍ଚୟ ଅନ୍ କରିବେ। ତାହେଲେ ମୋର ସବୁ ଭିଡ଼ିଓ ଆପଣମାନଙ୍କୁ ଯଥାଶୀଘ୍ର ପ୍ରାପ୍ତ ମିଳିବ। ଦର୍ଶକ ବନ୍ଧୁ, ତାହେଲେ ଆଜି ଆମେ ଆଉ ସମୟ ବିଳମ୍ବ ନ କରି ଗୀତା ଦର୍ପଣର ଶ୍ଲୋକ 2 ଆମେ ଆଲୋଚନା କରିବା। ମୁଁ ଏହି ପୁସ୍ତକଟି ଶ୍ରୀ ହରି ଗୀତା ଦର୍ପଣ ସ୍ୱାମୀ ରାମ ସୁଖଦାସଙ୍କ ଦ୍ୱାରା ରଚିତ ଗୀତା ପ୍ରେସ୍ ଗୋରଖପୁରଙ୍କ ବହିରୁ ମୁଁ ଆପଣମାନଙ୍କୁ ଶୁଣାଉଛି। ମନ ଧ୍ୟାନ ଦେଇକି ଆମେ ଆଜି ଶୁଣିବା ଏହି ଗୀତା ଦର୍ପଣ ଦ୍ୱିତୀୟ ଶ୍ଲୋକ ଆମକୁ କଣ କହୁଛି। ଗୀତା ବିଷୟକ ପ୍ରଶ୍ନ ଉତ୍ତର ଅଟେ। ତ ଆରମ୍ଭ କରିବା ଆଗରୁ ନିଜର ଗୁରୁଦେବ ମାନଙ୍କୁ ଆମେ ଗୁରୁ ମନ୍ତ୍ର ଦ୍ୱାରା ଆମେ ପ୍ରାର୍ଥନା କରିକି ଏହି ଶ୍ଲୋକକୁ ଆମେ ପଢିବା ଶୁଣିବା। ତ ସମସ୍ତେ ଦୁଇ ହାତ ଧରିକିରି ନମସ୍କାର ମୁଦ୍ରାରେ ମୋ ସାଙ୍ଗରେ କହନ୍ତୁ। ଗୁରୁର୍ ବ୍ରହ୍ମା ଗୁରୁର୍ ବିଷ୍ଣୁ ଗୁରୁର୍ଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ତସ୍ମୈ ଶ୍ରୀ ଗୁରୁବେ ନମଃ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ମୋର ଭାଇ ଭଉଣୀମାନେ, ଆସନ୍ତୁ ଜାଣିବା ଏ ଗୀତା ଦର୍ପଣର ଦ୍ୱିତୀୟ ଶ୍ଲୋକ କଣ କହୁଛି। ଗୀତାଭ୍ୟାସେନ ଯେ ଜାତାଃ ସାଧକେଷ୍ୱପି ସଂଶୟାଃ ଅତ୍ର ତେଷାଂ ସମାଧାନଂ କ୍ରିୟତେ ହି ସମାସତଃ। ଏହା ହେଉଛି ଆମର ପ୍ରଶ୍ନୋତ୍ତର ରହିଛି। ଏଠି ଯେଉଁ ପ୍ରଶ୍ନ ରହିଛି, କୌରବ ସେନାର ତ ଶଙ୍ଖ, ଭେରୀ, ଢୋଲ ଇତ୍ୟାଦି ଅନେକ ବାଜା ବାଜିଲା, କିନ୍ତୁ ପାଣ୍ଡବ ସେନାର କେବଳ ଶଙ୍ଖ ବାଜିଲା। ଏପରି କାହିଁକି ହେଲା? ଦର୍ଶକ ବନ୍ଧୁ, ଶ୍ରୋତା ବନ୍ଧୁ, ଆମେ ଏହାର ଉତ୍ତର ଜାଣିବା। ବର୍ତ୍ତମାନ ଯୁଦ୍ଧରେ ବିପକ୍ଷର ସୈନ୍ୟ ବାହିନୀ ଉପରେ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କର ହିଁ ପ୍ରଭାବ ପଡ଼ିଥାଏ। ସାଧାରଣ ଲୋକଙ୍କର ପ୍ରଭାବ ପଡ଼େ ନାହିଁ। କୌରବ ସେନାର ମୁଖ୍ୟ ଭୀଷ୍ମଙ୍କର ଶଙ୍ଖ ବାଜିବା ପରେ ସମସ୍ତ ସୈନିକ ନିଜ ନିଜର ଅନେକ ପ୍ରକାରର ବାଜା ବଜାଇଲେ, ଯାହାକି ପାଣ୍ଡବ ସେନା ଉପରେ କୌଣସି ପ୍ରଭାବ ପକାଇ ପାରିଲା ନାହିଁ। କିନ୍ତୁ ଯେତେବେଳେ ପାଣ୍ଡବ ସେନାର ମୁଖ୍ୟ ନାୟକମାନେ ନିଜ ନିଜର ଶଙ୍ଖ ବଜାଇଲେ, ସେତେବେଳେ ସେଥିରୁ ଉତ୍ପନ୍ନ ତୁମୁଳ ଧ୍ୱନି କୌରବମାନଙ୍କର ହୃଦୟକୁ ବିଦୀର୍ଣ୍ଣ କରିଦେଲା। ପ୍ରଶ୍ନ: ଭଗବାନ ତ ଜାଣିଥିଲେ ଯେ ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ ଖୁସି କରିବା ପାଇଁ ହିଁ ଶଙ୍ଖ ବଜାଇଛନ୍ତି। ଏହା ଯୁଦ୍ଧାରମ୍ଭର ଘୋଷଣା ନୁହେଁ। ତଥାପି ଭଗବାନ ଶଙ୍ଖ ବଜାଇଲେ କାହିଁକି? ଏଇଟା ପ୍ରଶ୍ନ ଅଟେ। ତାର ଉତ୍ତରରେ ଆମେ ଜାଣିବା, ଭୀଷ୍ମ ଶଙ୍ଖ ବଜାଇବା ମାତ୍ରେ କୌରବ ସେନାର ସମସ୍ତ ବାଜା ଏକ ସଙ୍ଗେ ବାଜି ଉଠିଲା। ତେଣୁ ଏ ସମୟରେ ପାଣ୍ଡବ ସେନାର ବାଜା ନ ବାଜିଥିଲେ ଖରାପ ଲାଗିଥାନ୍ତା। ପାଣ୍ଡବ ସେନାର ପରାଜୟ ସୂଚିତ ହୋଇଥାନ୍ତା ଏବଂ ବ୍ୟବହାର ଦୃଷ୍ଟିରୁ ମଧ୍ୟ ଠିକ୍ ଲାଗିନଥାନ୍ତା। ସେଥିପାଇଁ ଭକ୍ତ ପକ୍ଷପାତୀ ଭଗବାନ ପାଣ୍ଡବ ସେନାର ସେନାପତି ଧୃଷ୍ଟଦ୍ୟୁମ୍ନଙ୍କ କଥା ଚିନ୍ତା ନ କରି ସର୍ବପ୍ରଥମେ ଶଙ୍ଖ ବଜାଇଲେ। ପ୍ରଶ୍ନ: ଅର୍ଜୁନ ପ୍ରଥମ ଅଧ୍ୟାୟରେ ଧର୍ମ ବିଷୟକ ଅନେକ କଥା କହିଛନ୍ତି। ସେ ଯଦି ଧର୍ମ ସମ୍ବନ୍ଧରେ
ଏତେ ଗୁଡ଼ିଏ କଥା ଜାଣିଥିଲେ, ତେବେ ତାଙ୍କର ମୁହଁ ଜାତ ହେଲା କାହିଁକି? ଉତ୍ତରରେ ଆମେ ଜାଣିବା, କୌଟୁମ୍ବିକ ମମତା ବିବେକକୁ ଦବାଇ ଦିଏ, ତାହାର ମୁଖ୍ୟତାକୁ ସ୍ୱୀକାର କରେ ନାହିଁ ଏବଂ ମନୁଷ୍ୟକୁ ମୋହ ମମତାରେ ଆବିଷ୍ଟ କରିଦିଏ। ଅର୍ଜୁନଙ୍କର ମଧ୍ୟ କୌଟୁମ୍ବିକ ମମତା ଯୋଗୁଁ ମୋହ ହେଲା। ଯଦି ଅର୍ଜୁନ ଲୋଭକୁ ପାପର କାରଣ ମାନୁଥିଲେ, ତେବେ ସେ ମନୁଷ୍ୟ ନ ଚାହୁଁଥିଲେ ମଧ୍ୟ ପାପ କରେ କାହିଁକି? ଏଭଳି ପ୍ରଶ୍ନ କାହିଁକି କଲେ? କୌଟୁମ୍ବିକ ମୋହ ଯୋଗୁଁ ଅର୍ଜୁନ ଯୁଦ୍ଧରୁ ନିବୃତ୍ତ ରହିବାକୁ ଧର୍ମ ଏବଂ ଯୁଦ୍ଧରେ ପ୍ରବୃତ୍ତ ହେବାକୁ ଅଧର୍ମ ମନେ କରୁଥିଲେ। ଅର୍ଥାତ୍ ଶରୀର ଇତ୍ୟାଦି ବିଷୟରେ ତାଙ୍କର ଦୃଷ୍ଟିକୋଣ କେବଳ ଭୌତିକ ଥିଲା। ସେଥିପାଇଁ ଯୁଦ୍ଧରେ ସ୍ୱଜନମାନଙ୍କୁ ମାରିବାର କାରଣ ଲୋଭ ବୋଲି ସେ ଭାବୁଥିଲେ। କିନ୍ତୁ ପରେ ଗୀତାର ଉପଦେଶ ଶୁଣି ଶୁଣି ତାଙ୍କ ମନରେ ଆତ୍ମକଲ୍ୟାଣର ଇଚ୍ଛା ଜାଗ୍ରତ ହେଲା। ତେଣୁ ସେ ପଚାରିଲେ ଯେ ମନୁଷ୍ୟ ଅନିଚ୍ଛା ସତ୍ତ୍ୱେ ଅକରଣୀୟ କାର୍ଯ୍ୟରେ ପ୍ରବୃତ୍ତ ହୁଏ କାହିଁକି? ତାତ୍ପର୍ଯ୍ୟ ହେଲା, ପ୍ରଥମ ଅଧ୍ୟାୟରେ ତ ଅର୍ଜୁନ ମହାବିଷ୍ଟ ହୋଇ କହିଥିଲେ, କିନ୍ତୁ ତୃତୀୟ ଅଧ୍ୟାୟରେ ସାଧକ ଭାବରେ ପ୍ରଶ୍ନ କଲେ। ଶରୀରୀ, ଯେଉଁଟାକୁ ଆମେ ଜୀବାତ୍ମା କହୁ, ତ ଅବିନାଶୀ। ଶରୀରୀ ତ ଅବିନାଶୀ, ଏହାର ବିନାଶ କେହି କରିପାରିବେ ନାହିଁ। ଏହା ମାରେ ନାହିଁ କି ମରେ ନାହିଁ। ତେବେ ମନୁଷ୍ୟକୁ ତ ପ୍ରାଣୀ ହତ୍ୟାର ପାପ ଲାଗିବା କଥା ନୁହେଁ। ଉତ୍ତରରେ ଭଗବାନ କହୁଛନ୍ତି, ଯଦି କେହି ପିଣ୍ଡ ଓ ପ୍ରାଣର ବିୟୋଗ ଘଟାଏ, ତାକୁ ପାପ ଲାଗେ। କାରଣ ପ୍ରତ୍ୟେକ ପ୍ରାଣୀ ପିଣ୍ଡ ଓ ପ୍ରାଣରେ ରହିବାକୁ ଚାହେଁ, ବଞ୍ଚିବାକୁ ଚାହେଁ। ଯଦ୍ୟପି ମହାତ୍ମାମାନେ ବଞ୍ଚିବାକୁ ଚାହାନ୍ତି ନାହିଁ, ତଥାପି ସେମାନଙ୍କୁ ମରିବାରେ ବହୁତ ବଡ଼ ପାପ ହୁଏ। କାରଣ ସେମାନଙ୍କର ବଞ୍ଚି ରହିବା ସାରା ସଂସାର ଚାହେଁ। ସେମାନଙ୍କର ବଞ୍ଚିବା ଦ୍ୱାରା ପ୍ରତ୍ୟେକ ପ୍ରାଣୀର ପରମ ହିତ ସାଧିତ ହୁଏ। ପ୍ରତ୍ୟେକ ପ୍ରାଣୀକୁ ଚିର ଶାନ୍ତି ମିଳିଥାଏ। ଯେଉଁ ବସ୍ତୁଗୁଡ଼ିକ ପ୍ରାଣୀମାନଙ୍କ ନିମିତ୍ତ ଯେତେ ଅଧିକ ଆବଶ୍ୟକ, ସେଗୁଡ଼ିକୁ ନଷ୍ଟ କରିବାରେ ସେତେ ଅଧିକ ପାପ ଲାଗେ। ପୁଣି ଅର୍ଜୁନ ଏଠି ପ୍ରଶ୍ନ ପଚାରୁଛନ୍ତି ଭଗବାନଙ୍କୁ, ଆତ୍ମା ନିତ୍ୟ, ସର୍ବତ୍ର ପରିପୂର୍ଣ୍ଣ, ସ୍ଥିର ସ୍ୱଭାବର। ତାହା ହେଲେ ଏହାଦ୍ୱାରା ପୁରାତନ ଶରୀର ଗୁଡ଼ିକୁ ତ୍ୟାଗ କରି ନୂତନ ନୂତନ ଶରୀରକୁ ଚାଲିଯିବା ସମ୍ଭବ ହୁଏ କିପରି? ଏହାର ଉତ୍ତରରେ ଭଗବାନ କହୁଛନ୍ତି, ଯେତେବେଳେ ଇଏ ପ୍ରକୃତିର ଅଂଶଭୂତ ଶରୀରକୁ ନିଜର ବୋଲି ସ୍ୱୀକାର କରିନିଏ, ତା ସହିତ ତାଦାତ୍ମ୍ୟ କରିନିଏ, ସେତେବେଳେ ପ୍ରକୃତିର ଅଂଶଗୁଡ଼ିକର ଯିବା ଆସିବାକୁ ବା ଜନ୍ମ ମରଣକୁ ଇଏ ନିଜର ଯିବା ଆସିବା ବା ଜନ୍ମ ମରଣ ମାନିନିଏ। ସେହି ଦୃଷ୍ଟିରୁ ଇଏ ଅନ୍ୟ ଶରୀରକୁ ଯାଉଛି ବୋଲି କୁହାଯାଏ। ପ୍ରକୃତରେ ତତ୍ତ୍ୱ ଦୃଷ୍ଟିରୁ ଦେଖିଲେ ଏହାର ଯିବା ଆସିବା ବା ଜନ୍ମ ମରଣ ଆଦୌ ନାହିଁ। ବର୍ତ୍ତମାନ ଅର୍ଜୁନ ଭଗବାନଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଭଗବାନ କହିଛନ୍ତି ଯେ କ୍ଷତ୍ରିୟ ପାଇଁ ଯୁଦ୍ଧ ବ୍ୟତୀତ କଲ୍ୟାଣର ଅନ୍ୟ କୌଣସି ସାଧନ ନାହିଁ। ତେବେ ଯୁଦ୍ଧ କରିବାରେ ହିଁ କ'ଣ କ୍ଷତ୍ରିୟର କଲ୍ୟାଣ ହେବ? ଅନ୍ୟ କୌଣସି ଉପାୟରେ ତାର କଲ୍ୟାଣ ହେବ ନାହିଁ? ଉତ୍ତରରେ ଭଗବାନ କହୁଛନ୍ତି, ଏ କଥା ନୁହେଁ। ଯେତେବେଳେ ଯୁଦ୍ଧର ପ୍ରସଙ୍ଗ ଚାଲିଥିଲା ଏବଂ ଅର୍ଜୁନ ଯୁଦ୍ଧକୁ ତ୍ୟାଗ କରି ଭିକ୍ଷା ମାଗିବାକୁ ଶ୍ରେଷ୍ଠ ମନେ କରୁଥିଲେ, ତେଣୁ ଭଗବାନ କହିଲେ ଯେ ଏଭଳି ସ୍ୱତଃ ପ୍ରାପ୍ତ ଧର୍ମଯୁଦ୍ଧ ଶୂରବୀର କ୍ଷତ୍ରିୟ ପାଇଁ କଲ୍ୟାଣର ଅତି ଉତ୍ତମ ସାଧନ। ଯଦି ଏଭଳି ସୁଯୋଗରେ ଶୂରବୀର କ୍ଷତ୍ରିୟ ଯୁଦ୍ଧ ନ କରେ, ତେବେ ତାର ଅପକୀର୍ତ୍ତି ହୁଏ। ସେ ଆଦରଣୀୟ ଓ ପୂଜନୀୟ ଲୋକମାନଙ୍କ ଦୃଷ୍ଟିରେ ହୀନ ଏବଂ ଲଘୁ ଜଣାପଡ଼େ। ଶତ୍ରୁମାନେ ତାକୁ ନ କହିବା କଥା କୁହନ୍ତି। ଅର୍ଥ ହେଲା, ଅର୍ଜୁନଙ୍କ ସମ୍ମୁଖରେ ଯୁଦ୍ଧର ପ୍ରସଙ୍ଗ ଥିଲା, ତେଣୁ ଭଗବାନ ଯୁଦ୍ଧକୁ ଶ୍ରେଷ୍ଠ ସାଧନ ବୋଲି କହିଲେ। ଯୁଦ୍ଧ ବ୍ୟତୀତ ଅନ୍ୟ କୌଣସି ସାଧନ ଦ୍ୱାରା କ୍ଷତ୍ରିୟ ଯେ ଆତ୍ମକଲ୍ୟାଣ କରିପାରିବ ନାହିଁ, ଏ କଥା ନୁହେଁ। କାରଣ ଆଗରୁ ମଧ୍ୟ ଅନେକ ରାଜା ଚତୁର୍ଥ ଆଶ୍ରମରେ ବଣକୁ ଯାଇ ସାଧନ, ଭଜନ ଇତ୍ୟାଦି ଦ୍ୱାରା ନିଜର କଲ୍ୟାଣ ସାଧନ କରିଯାଇଛନ୍ତି।
କର୍ମ ଆରମ୍ଭ ନ କରିବା ଏବଂ ସମସ୍ତ କର୍ମ ତ୍ୟାଗ କରିଦେବା, ଏ ଦୁଇଟି କଥା ତ ଏକାପରି। କାରଣ ଉଭୟରେ କର୍ମ ସମ୍ପାଦନ ହୁଏ ନାହିଁ। ତେଣୁ ଭଗବାନଙ୍କ ପକ୍ଷେ କହିବା ଉଚିତ ଥିଲା ଯେ କର୍ମ ନ କଲେ ସିଦ୍ଧି ପ୍ରାପ୍ତ ହୁଏ ନାହିଁ। କିନ୍ତୁ ଭଗବାନ ଉପରୋକ୍ତ ଦୁଇଟି ଯାକ କଥା ଏକ ସଙ୍ଗରେ କାହିଁକି କହିଲେ? ଭଗବାନ ଏ ଦୁଇଟି କଥା କର୍ମଯୋଗ ଓ ଜ୍ଞାନ ଯୋଗ ଦୃଷ୍ଟିରୁ ଭିନ୍ନ ଭିନ୍ନ ରୂପରେ କହିଛନ୍ତି। କର୍ମଯୋଗରେ ନିଷ୍କାମ ଭାବରେ କର୍ମ କରିବା ଦ୍ୱାରା ହିଁ ସମତାର ଅନୁଭବ ହୁଏ। କାରଣ ଯଦି ମନୁଷ୍ୟ କର୍ମ ନ କରେ ତେବେ ସେ ସିଦ୍ଧି ଓ ଅସିଦ୍ଧିରେ ସମ ରହିଲା କି ନାହିଁ ଏ କଥା ଜାଣି ହେବ କିପରି? ସେଥିପାଇଁ ଭଗବାନ କହିଛନ୍ତି ଯେ କର୍ମ ଆରମ୍ଭ ନ କଲେ ସିଦ୍ଧି ପ୍ରାପ୍ତି ହୁଏ ନାହିଁ। ଜ୍ଞାନ ଯୋଗରେ କିନ୍ତୁ ବିବେକ ଦ୍ୱାରା ସମତା ପ୍ରାପ୍ତ ହୁଏ, କେବଳ କର୍ମ ତ୍ୟାଗ ଦ୍ୱାରା ନୁହେଁ। ତେଣୁ ଭଗବାନ କହୁଛନ୍ତି ଯେ କେବଳ କର୍ମ ତ୍ୟାଗ କରିଦେଲେ ସିଦ୍ଧି ପ୍ରାପ୍ତି ହୁଏ ନାହିଁ। ନିର୍ଯାସ ହେଲା କର୍ମଯୋଗ ଓ ଜ୍ଞାନ ଯୋଗ ଉଭୟ ମାର୍ଗରେ କର୍ମ କରିବା ବାଧକ ନୁହେଁ। କେହି ସବୁବେଳେ କର୍ମ କରେ ନାହିଁ ଏବଂ ଶୋଇବା, ଶ୍ୱାସ ପ୍ରଶ୍ୱାସ ଚାଲିବା, ଆଖି ପିଞ୍ଚଡ଼ା ପଡ଼ିବା ଇତ୍ୟାଦିକୁ ମଧ୍ୟ ସେ ମୁଁ କରୁଛି ବୋଲି ଭାବେ ନାହିଁ। ତାହେଲେ ତୃତୀୟ ଅଧ୍ୟାୟର ପଞ୍ଚମ ଶ୍ଲୋକରେ କିପରି କୁହାଯାଇଛି ଯେ କୌଣସି ମନୁଷ୍ୟ କୌଣସି ଅବସ୍ଥାରେ କ୍ଷଣେ ମାତ୍ର କର୍ମ ନ କରି ରହିପାରେ ନାହିଁ? ଏହି ପ୍ରଶ୍ନର ଉତ୍ତର ହେଲା ସ୍ୱୟଂ ପ୍ରକୃତି ସହିତ ନିଜର ସମ୍ବନ୍ଧ ସ୍ୱୀକାର କରୁଥିବା ପର୍ଯ୍ୟନ୍ତ ସେ କୌଣସି କ୍ରିୟା କରୁ ବା ନ କରୁ ତାଠାରେ କ୍ରିୟାଶୀଳତା ଅବଶ୍ୟ ରହିଥାଏ। ସେହି କ୍ରିୟା ଦୁଇ ପ୍ରକାରର ହୋଇଥାଏ, କ୍ରିୟା କରିବା ଓ କ୍ରିୟା ହେବା। ଏ ଦୁଇ ବିଭାଜନ ପ୍ରକୃତିରୁ ସମ୍ବନ୍ଧରୁ ହିଁ ହିଁ ହୁଏ। କିନ୍ତୁ ଯେତେବେଳେ ପ୍ରକୃତିର ସମ୍ବନ୍ଧ ନ ରହେ ସେତେବେଳେ କରିବା ବା ହେବା ରହେ ନାହିଁ, ବରଂ ସ୍ୱତଃ ବିଦ୍ୟମାନ ସତ୍ତାରେ ହିଁ ରହେ। କରିବାରେ କର୍ତ୍ତା, ହେବାରେ କ୍ରିୟା ଓ ସତ୍ତାରେ ତତ୍ପ ରହିଥାଏ। ପ୍ରକୃତରେ କର୍ତ୍ତୃତ୍ୱ ଥିଲେ ମଧ୍ୟ ସତ୍ତା ରହିଥାଏ ଏବଂ କ୍ରିୟା ଥିଲେ ମଧ୍ୟ ସତ୍ତା ରହିଥାଏ। ଅର୍ଥାତ୍ କର୍ତ୍ତା ଓ କ୍ରିୟାରେ ତ ସତ୍ତାର ଅଭାବ ନଥାଏ, କିନ୍ତୁ ସତ୍ତାରେ କର୍ତ୍ତା ଏବଂ କ୍ରିୟାର ଅଭାବ ରହିଥାଏ। ବର୍ଷା ସହିତ ତ ହବନ ରୂପୀ ଯଜ୍ଞର ସମ୍ବନ୍ଧ ରହିଥାଏ। ଅର୍ଥାତ୍ ବିଧି ବିଧାନ ସହିତ ହବନ ରୂପୀ ଯଜ୍ଞ କଲେ ବର୍ଷା ହୁଏ। ତଥାପି ତୃତୀୟ ଅଧ୍ୟାୟର 14 ଶ୍ଲୋକରେ ଯଜ୍ଞା ଭବତି ପର୍ଜନ୍ୟଃ ପଦରେ ଯଜ୍ଞ ଶବ୍ଦର ଅର୍ଥ ହବନ ରୂପୀ ଯଜ୍ଞ ବୋଲି ଗ୍ରହଣ କରା ନ ଯାଇ କର୍ତ୍ତବ୍ୟ କର୍ମ ରୂପୀ ଯଜ୍ଞ ବୋଲି କାହିଁକି ଗ୍ରହଣ କରାଗଲା? ପ୍ରକୃତରେ ଦେଖିଲେ କର୍ତ୍ତବ୍ୟଚ୍ୟୁତ ହେଲେ କିମ୍ବା ଅକର୍ତ୍ତବ୍ୟ ହେଲେ ହିଁ ବର୍ଷା ନ ହୋଇ ମରୁଡ଼ି ହୁଏ। କର୍ତ୍ତବ୍ୟ କର୍ମ କରୁଥିଲେ ସୃଷ୍ଟିଚକ୍ର ସୁଚାରୁ ରୂପେ ପରିଚାଳିତ ହୁଏ ଏବଂ କର୍ତ୍ତବ୍ୟ କର୍ମ ନ କଲେ ସୃଷ୍ଟିଚକ୍ର ପରିଚାଳିତ ହେବାରେ ବାଧା ସୃଷ୍ଟି ହୁଏ। ଯେପରି ଶଗଡ଼ର ଚକଗୁଡ଼ିକ ଠିକ୍ ଥିଲେ ଗାଡ଼ି ଠିକ୍ ଚାଲିଥାଏ, କିନ୍ତୁ ଯଦି ଗୋଟିଏ ଚକର କୌଣସି ଛୋଟ ଅଂଶ ଭାଙ୍ଗିଯାଏ ତାହେଲେ ପୁରା ଗାଡ଼ିକୁ ଆଘାତ ଲାଗେ। ସେହିପରି କେହି ଜଣେ କର୍ତ୍ତବ୍ୟଚ୍ୟୁତ ହେଲେ ମଧ୍ୟ ସମଗ୍ର ସୃଷ୍ଟିଚକ୍ରକୁ ଆଘାତ ଲାଗେ। ବର୍ତ୍ତମାନ ଯୁଗରେ ମନୁଷ୍ୟମାନେ ନିଜ ନିଜର କର୍ତ୍ତବ୍ୟ ପାଳନ କରୁନାହାନ୍ତି, ବରଂ ଅକର୍ତ୍ତବ୍ୟ କରୁଛନ୍ତି। ସେଥିପାଇଁ ଦୁର୍ଭିକ୍ଷ ପଡ଼ୁଛି, କଲହ ଓ ଅଶାନ୍ତି ବଢ଼ୁଛି। ଯଦି ମନୁଷ୍ୟମାନେ ନିଜ ନିଜର କର୍ତ୍ତବ୍ୟ କର୍ମ କରନ୍ତି ତେବେ ଦେବତାମାନେ ମଧ୍ୟ ନିଜ ନିଜର କର୍ତ୍ତବ୍ୟ କର୍ମ କରିବେ ଏବଂ ବର୍ଷା ମଧ୍ୟ ହେବ। ଦ୍ୱିତୀୟତଃ ଅର୍ଜୁନଙ୍କର ପ୍ରଶ୍ନ ଭଗବାନଙ୍କର ଉତ୍ତର ଏବଂ ପ୍ରକରଣକୁ ଦେଖିଲେ ଜଣାପଡ଼ୁଛି ଯେ କର୍ତ୍ତବ୍ୟ କର୍ମର ହିଁ ପ୍ରସଙ୍ଗ ଚାଲିଛି ଏବଂ ପରବର୍ତ୍ତୀ ଶ୍ଲୋକଗୁଡ଼ିକରେ ମଧ୍ୟ କର୍ତ୍ତବ୍ୟ କର୍ମ ବିଷୟରେ କୁହାଯାଇଛି। ସୁତରାଂ ଏଠାରେ କର୍ତ୍ତବ୍ୟ କର୍ମ ରୂପକ ଯଜ୍ଞ ବୋଲି ଗ୍ରହଣ କରିବା ଠିକ୍ ମନେ ହେଉଛି। ହେଲେ ଶ୍ରୋତା ବନ୍ଧୁ, ଏଇଠି ଗୋଟେ ପ୍ରଶ୍ନ ହେଲା, ପରମାତ୍ମା ତ ସର୍ବବ୍ୟାପୀ,
ତେବେ ତାଙ୍କୁ କେବଳ ଯଜ୍ଞରେ ହିଁ ନିତ୍ୟ ପ୍ରତିଷ୍ଠିତ ବୋଲି କାହିଁକି କୁହାଯାଇଛି? ସେ କ'ଣ ଅନ୍ୟ କୌଣସି ସ୍ଥାନରେ ନିତ୍ୟ ପ୍ରତିଷ୍ଠିତ ନୁହନ୍ତି? ଏହାର ଉତ୍ତରରେ ଆମେ ଜାଣିବା, ସର୍ବବ୍ୟାପୀ ଭଗବାନଙ୍କୁ ଯଜ୍ଞ ଅର୍ଥାତ୍ କର୍ତ୍ତବ୍ୟ କର୍ମରେ ନିତ୍ୟ ପ୍ରତିଷ୍ଠିତ କହିବାର ଉଦ୍ଦେଶ୍ୟ ହେଲା ଯଜ୍ଞ ତାଙ୍କୁ ଉପଲବ୍ଧି କରିବାର ସ୍ଥାନ। ମାଟି ତଳେ ସବୁଆଡ଼େ ପାଣି ଥିଲେ ସୁଦ୍ଧା ଯେପରି ତାହା କୂଅରୁ ମିଳିଥାଏ, ସେହିପରି ପରମାତ୍ମା ସର୍ବତ୍ର ପରିପୂର୍ଣ୍ଣ ଥିଲେ ମଧ୍ୟ ନିଜର କର୍ତ୍ତବ୍ୟ କର୍ମକୁ ନିଷ୍କାମ ଭାବରେ ପାଳନ କଲେ ହିଁ ସେ ପ୍ରାପ୍ତ ହୁଅନ୍ତି। ତାତ୍ପର୍ଯ୍ୟ ହେଲା, ନିଜର କର୍ତ୍ତବ୍ୟ କର୍ମ ପାଳନ କରିବା ଦ୍ୱାରା ସର୍ବବ୍ୟାପୀ ପରମାତ୍ମାଙ୍କୁ ଅନୁଭବ କରିହୁଏ। ପୁଣି ଭଗବାନ କହୁଛନ୍ତି, ମୁଁ କର୍ତ୍ତବ୍ୟ ପାଳନ କରୁଛି, କାରଣ ଯଦି ମୁଁ ସାବଧାନ ହୋଇ କର୍ତ୍ତବ୍ୟ ପାଳନ ନ କରେ ତେବେ ଲୋକେ ମଧ୍ୟ କର୍ତ୍ତବ୍ୟଚ୍ୟୁତ ହୋଇଯିବେ। ତାହାହେଲେ ଆଜିକାଲି ଲୋକେ କର୍ତ୍ତବ୍ୟଚ୍ୟୁତ ହେଉଛନ୍ତି କାହିଁକି? ଯେଉଁମାନେ ଆସ୍ତିକ ତଥା ଭଗବାନଙ୍କ ଉପରେ ଶ୍ରଦ୍ଧା ଓ ବିଶ୍ୱାସ ରଖନ୍ତି, ସେହି ଲୋକମାନଙ୍କ ଉପରେ ହିଁ ଭଗବାନଙ୍କର ବାଣୀ ଓ ଆଚରଣର ପ୍ରଭାବ ପଡ଼ିଥାଏ। ଯେଉଁମାନେ ଭଗବାନଙ୍କ ଉପରେ ଶ୍ରଦ୍ଧା ବିଶ୍ୱାସ ରଖନ୍ତି ନାହିଁ, ସେମାନଙ୍କ ଉପରେ ଭଗବାନଙ୍କ ବଚନ ଓ ଆଚରଣର ପ୍ରଭାବ ପଡ଼େ ନାହିଁ। ଜ୍ଞାନବାନ ମନୁଷ୍ୟ ନିଜର ପ୍ରକୃତି ବା ସ୍ୱଭାବ ଅନୁସାରେ ଚେଷ୍ଟା କରୁଥିଲେ ମଧ୍ୟ ସେ ବାନ୍ଧି ହୁଏ ନାହିଁ, କିନ୍ତୁ ଅନ୍ୟ ପ୍ରାଣୀ ନିଜର ପ୍ରକୃତି ଅନୁସାରେ କର୍ମ କରି ବାନ୍ଧି ହୋଇଯାଆନ୍ତି। ଏପରି କାହିଁକି ହୁଏ? ଜ୍ଞାନୀ ମହାପୁରୁଷଙ୍କର ପ୍ରକୃତି ରାଗ ଦ୍ୱେଷ ବର୍ଜିତ ଓ ଶୁଦ୍ଧ ହୋଇଥାଏ ଏବଂ ସେ ପ୍ରକୃତିକୁ ନିଜର ଅଧୀନ କରି ସମସ୍ତ ଚେଷ୍ଟା କରିଥାନ୍ତି, ତେଣୁ ସେ କର୍ମରେ ବାନ୍ଧି ହୁଅନ୍ତି ନାହିଁ। କିନ୍ତୁ ଅନ୍ୟ ପ୍ରାଣୀମାନଙ୍କର ପ୍ରକୃତିରେ ରାଗ ଦ୍ୱେଷ ରହିଥାଏ ଏବଂ ସେମାନେ ପ୍ରକୃତିର ଅଧୀନ ହୋଇ ରାଗ ଦ୍ୱେଷ ପୂର୍ବକ କର୍ମ କରନ୍ତି, ତେଣୁ ସେମାନେ କର୍ମରେ ବାନ୍ଧି ହୋଇଯାଆନ୍ତି। ଅତଏବ ମନୁଷ୍ୟ ନିଜର ପ୍ରକୃତି ଓ ସ୍ୱଭାବକୁ ଶୁଦ୍ଧ ଓ ନିର୍ମଳ କରିବା ଉଚିତ ଏବଂ ଅଶୁଦ୍ଧ ସ୍ୱଭାବର ବଶବର୍ତ୍ତୀ ହୋଇ କୌଣସି କର୍ମ କରିବା ଉଚିତ ନୁହେଁ। ଚତୁର୍ଥ ଅଧ୍ୟାୟର 7ମ ଶ୍ଲୋକରେ ଭଗବାନ କହିଲେ, ମୁଁ ନିଜେ ନିଜକୁ ସାକାର ରୂପରେ ପ୍ରକଟିତ କରେ। ଏବଂ ମୁଁ ପୁଣି ସେ 9ମ ଅଧ୍ୟାୟର 4ଥ ଶ୍ଲୋକରେ କହିଲେ, ମୁଁ ଅବ୍ୟକ୍ତ ରୂପରେ ସମଗ୍ର ସଂସାରରେ ପରିବ୍ୟାପ୍ତ। ତାହେଲେ ଯିଏ ଏକ ସ୍ଥାନରେ ପ୍ରକଟିତ ହୁଅନ୍ତି, ସେ ସବୁ ସ୍ଥାନରେ ବ୍ୟାପ୍ତ ହୋଇ ରହିବେ କିପରି? ଏବଂ ଯିଏ ସର୍ବବ୍ୟାପକ, ସେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରକଟିତ ହୁଅନ୍ତି କିପରି? ଯଦି ପ୍ରାକୃତ ଅଗ୍ନି ବି ସର୍ବତ୍ର ବ୍ୟାପ୍ତ ରହି ମଧ୍ୟ ଏକ ସ୍ଥାନରେ ପ୍ରକଟ ହୋଇପାରେ ଏବଂ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରକଟ ହୋଇଥିଲେ ମଧ୍ୟ ଅଗ୍ନିର ଅନ୍ୟ ସ୍ଥାନରେ ଅଭାବ ହୁଏ ନାହିଁ, ତେବେ ଭଗବାନ ଯେ କି ପ୍ରକୃତିର ଉତ୍ତରରେ ଊର୍ଦ୍ଧ୍ୱରେ ଏବଂ ଆଲୌକିକ ସବୁକିଛି କରିବାରେ ସମର୍ଥ, ସେ ଯଦି ସର୍ବତ୍ର ବ୍ୟାପ୍ତ ରହି ମଧ୍ୟ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରକଟ ହୁଅନ୍ତି, ତେବେ ଏଥିରେ ବିସ୍ମୟ କ'ଣ? ତାତ୍ପର୍ଯ୍ୟ ହେଲା, ଭଗବାନ ଅବତାର ଗ୍ରହଣ କଲେ ମଧ୍ୟ ତାଙ୍କର ସର୍ବବ୍ୟାପକତା ଯଥାବତ୍ ରହିଥାଏ। ମନୁଷ୍ୟ ଲୋକରେ କର୍ମଜନିତ ସିଦ୍ଧି ଶୀଘ୍ର ମିଳିଥାଏ, କିନ୍ତୁ ଏହା ପରିଲକ୍ଷିତ ହେଉନାହିଁ କାହିଁକି? କର୍ମଜନିତ ସିଦ୍ଧି ଓ କର୍ମଗୁଡ଼ିକର ଫଳ ଦୁଇ ପ୍ରକାରର, ତତ୍କାଳିକ ଓ କାଲାନ୍ତରିକ। ତତ୍କାଳିକ ଫଳ ଶୀଘ୍ର ମିଳିଥାଏ, ଅଥଚ କାଲାନ୍ତରିକ ଫଳ ସମୟ ଆସିଲେ ହିଁ ମିଳେ, ଶୀଘ୍ର ମିଳିନଥାଏ। ଭୋଜନ କଲା ମାତ୍ରେ ଭୋକ ମେଣ୍ଟିଯାଏ, ପାଣି ପିଇଲା ମାତ୍ରେ ଶୋଷ ମେଣ୍ଟିଯାଏ, ଶୀତ ପୋଷାକ ପିନ୍ଧିଲେ ଶୀତ ଛାଡ଼ିଯାଏ, ଏସବୁ ତତ୍କାଳିକ ଫଳ। ଆହୁରି ମଧ୍ୟ କାହାରିକୁ ପ୍ରସନ୍ନ କରିବା ପାଇଁ ତାର ସ୍ତୁତି ପ୍ରାର୍ଥନା କଲେ, ସେବା ଶୁଶ୍ରୂଷା କଲେ ସେ ଖୁସି ହୋଇଯାଏ। ଗ୍ରହମାନଙ୍କୁ
ସୁଚାରୁ ରୂପେ ବିଧିପୂର୍ବକ ପୂଜା କଲେ ଗ୍ରହମାନେ ଶାନ୍ତ ହୋଇଯାଆନ୍ତି। ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ରୋଗ ଦୂର ହୁଏ। ଗୟାରେ ବିଧିପୂର୍ବକ ଶ୍ରାଦ୍ଧ କଲେ ଜୀବ ପ୍ରେତ ଯୋନିରୁ ମୁକ୍ତ ହୁଏ ଏବଂ ତାର ସଦ୍ଗତି ହୁଏ। ଏସବୁ ହେଲା କର୍ମ ଗୁଡ଼ିକର ତତ୍କାଳିକ ଫଳ। ଏହି ତତ୍କାଳିକ ଫଳକୁ ଲକ୍ଷ୍ୟରେ ରଖି ଲୋକମାନେ ଦେବତାମାନଙ୍କର ଉପାସନା କରନ୍ତି। ସେଥିପାଇଁ ମନୁଷ୍ୟ ଲୋକରେ କର୍ମଜନିତ ସିଦ୍ଧି ଶୀଘ୍ର ମିଳିଥାଏ ବୋଲି କୁହାଯାଇଛି। ଜ୍ଞାନୀଜନ ବ୍ରାହ୍ମଣ, ଚାଣ୍ଡାଳ, ଗାଈ, ହାତୀ, କୁକୁର ଆଦିଙ୍କ ପ୍ରତି ସମଦର୍ଶୀ ହୋଇଥାନ୍ତି। ତେବେ ବର୍ଣ୍ଣ, ଆଶ୍ରମ ଇତ୍ୟାଦିର ଏତେ ଝାମେଲା ରଖାଯାଇଛି କାହିଁକି? ଜ୍ଞାନୀ ମହାପୁରୁଷଙ୍କର ବ୍ୟବହାର ବ୍ରାହ୍ମଣ, ଚାଣ୍ଡାଳ, ଗାଈ, ହାତୀ ପ୍ରଭୃତିଙ୍କର ଶରୀର ଅନୁସାରେ ଯଥାଯୋଗ୍ୟ ହୋଇଥାଏ। ଶରୀର ନିତ୍ୟ ନିରନ୍ତର ବଦଳୁଥାଏ। ତେଣୁ ଏଭଳି ପରିବର୍ତ୍ତନଶୀଳ ଶରୀର ପ୍ରତି ସେମାନଙ୍କର ବୈଷମ୍ୟ ରହେ ଏବଂ ରହିବା ଉଚିତ ମଧ୍ୟ। କାରଣ ସମସ୍ତ ପ୍ରାଣୀଙ୍କ ସହିତ କେହି ଖାଇବା, ପିଇବା ଇତ୍ୟାଦି ବ୍ୟବହାରରେ ଏକତା ଓ ସମାନତା ଆଦୌ କରିପାରିବ ନାହିଁ। ଅର୍ଥାତ୍ ସମସ୍ତଙ୍କ ସହିତ ବ୍ୟବହାରରେ ବିଷମତା ରହିବା ସ୍ୱାଭାବିକ। ଏପରି ବୈଷମ୍ୟ ରହୁଥିଲେ ମଧ୍ୟ ତତ୍ତ୍ୱଦର୍ଶୀ ମହାପୁରୁଷ ସମସ୍ତଙ୍କଠାରେ ଏକମାତ୍ର ପରମାତ୍ମାଙ୍କୁ ହିଁ ସମାନ ଭାବରେ ଦେଖିଥାନ୍ତି। ତେଣୁ ଭଗବାନ ତତ୍ତ୍ୱଜ୍ଞ ମହାପୁରୁଷମାନଙ୍କୁ ସମଦର୍ଶିନଃ କହିଛନ୍ତି, କିନ୍ତୁ ସମବର୍ତ୍ତିନଃ କହିନାହାନ୍ତି। ସମବର୍ତ୍ତୀ ସମବ୍ୟବହାରକାରୀ। ତ ଯମ ରାଜଙ୍କର ବା ମୃତ୍ୟୁର ଅନ୍ୟ ନାମ। ମୃତ୍ୟୁ ସମସ୍ତଙ୍କୁ ସମାନ ଭାବରେ ସଂହାର କରେ। ଭଗବାନ ତ ପ୍ରତ୍ୟେକ ପ୍ରାଣୀଙ୍କର ସୁହୃଦ ଓ ଅକାରଣେ ସମସ୍ତଙ୍କର ମଙ୍ଗଳକାମୀ। ତେବେ ସେ ପ୍ରାଣୀମାନଙ୍କୁ ଉଚ୍ଚ ନୀଚ ଗତି ପ୍ରଦାନ କରନ୍ତି କାହିଁକି? ସମସ୍ତଙ୍କ ସୁହୃଦ ହୋଇଥିବାରୁ ହିଁ ଭଗବାନ ପ୍ରାଣୀମାନଙ୍କୁ ସେମାନଙ୍କର କର୍ମ ଅନୁସାରେ ଉଚ୍ଚ ନୀଚ ଗତି ପ୍ରଦାନ କରି ସେମାନଙ୍କୁ ପାପ ଓ ପୁଣ୍ୟରୁ ମୁକ୍ତ କରି ଶୁଦ୍ଧ କରନ୍ତି। ପାପ ପୁଣ୍ୟ ରୂପକ ବନ୍ଧନରୁ ଊର୍ଦ୍ଧ୍ୱକୁ ଉଠାନ୍ତି। ଗୀତାରେ କେଉଁଠି ସାତ୍ବିକ, ରାଜସ ଓ ତାମସ ଗୁଣ ଗୁଡ଼ିକୁ ଭଗବାନଙ୍କ ଠାରୁ ଉତ୍ପନ୍ନ ବୋଲି କୁହାଯାଇଛି, ତ ଅନ୍ୟ କେଉଁଠି ପ୍ରକୃତି ଠାରୁ ଉତ୍ପନ୍ନ ବୋଲି କୁହାଯାଇଛି ଏବଂ ଆଉ କେଉଁଠି ସ୍ୱଭାବରୁ ଉତ୍ପନ୍ନ ବୋଲି କୁହାଯାଇଛି। ତାହେଲେ ଗୁଣ ଗୁଡ଼ିକ ଭଗବାନଙ୍କ ଠାରୁ ଉତ୍ପନ୍ନ ହୁଅନ୍ତି କି ପ୍ରକୃତିରୁ ଅଥବା ସ୍ୱଭାବରୁ ଉତ୍ପନ୍ନ ହୁଅନ୍ତି? ଭକ୍ତି ପ୍ରକରଣରେ ଗୁଣ ଗୁଡ଼ିକୁ ଭଗବାନଙ୍କ ଠାରୁ ଉତ୍ପନ୍ନ ବୋଲି କୁହାଯାଇଛି। ଜ୍ଞାନ ପ୍ରକରଣରେ ଗୁଣ ଗୁଡ଼ିକୁ ପ୍ରକୃତିରୁ ଉତ୍ପନ୍ନ ବୋଲି କୁହାଯାଇଛି ଏବଂ କର୍ମ ବିଭାଗର ବର୍ଣ୍ଣନାରେ ଗୁଣ ଗୁଡ଼ିକୁ ସ୍ୱଭାବରୁ ଉତ୍ପନ୍ନ ବୋଲି କୁହାଯାଇଛି। ଭଗବାନ ସମସ୍ତଙ୍କର ମାଲିକ। ଅତଏବ ମାଲିକ ଦୃଷ୍ଟିରୁ ଦେଖିଲେ ଗୁଣ ଗୁଡ଼ିକ ଭଗବାନଙ୍କ ଠାରୁ ଉତ୍ପନ୍ନ। ସମସ୍ତଙ୍କର ଉତ୍ପତ୍ତିର କାରଣ ହେଉଛି ପ୍ରକୃତି। ଅତଏବ କାରଣ ଦୃଷ୍ଟିରୁ ଦେଖିଲେ ଗୁଣ ଗୁଡ଼ିକ ପ୍ରକୃତିରୁ ଉତ୍ପନ୍ନ ହୁଅନ୍ତି। ବ୍ୟବହାରିକ ଦୃଷ୍ଟିରୁ ଦେଖିଲେ ଗୁଣ ଗୁଡ଼ିକ ପ୍ରାଣୀମାନଙ୍କର ସ୍ୱଭାବରୁ ଉତ୍ପନ୍ନ ହୁଅନ୍ତି। ନିର୍ଯାସ ହେଲା ଏହି ଗୁଣ ଗୁଡ଼ିକ ମାଲିକ ଦୃଷ୍ଟିରୁ ଭଗବାନଙ୍କର, କାରଣ ଦୃଷ୍ଟିରୁ ପ୍ରକୃତିର ଏବଂ ସଂସାରରେ ଅଭିବ୍ୟକ୍ତି ଦୃଷ୍ଟିରୁ ବ୍ୟକ୍ତିମାନଙ୍କର। ସୁତରାଂ ତିନୋଟି ଯାକ କଥା ଠିକ୍। ଯେ ଅନେକ ଜନ୍ମ ଦ୍ୱାରା ସିଦ୍ଧ ହୋଇଛି, ଅନେକ ଜନ୍ମରୁ ସାଧନା କରି ଆସିଛି, ସେ ହିଁ ପରମ ଗତିକୁ ପ୍ରାପ୍ତ ହୁଏ। ତେବେ ସମସ୍ତେ ଅନେକ ଜନ୍ମ ସଂସିଦ୍ଧ ନ ହୋଇ ଏହି ଜନ୍ମରେ ହିଁ ନିଜର ଉଦ୍ଧାର କରିପାରିବେ କିପରି? ଏହି ଶ୍ଲୋକଟି ଯୋଗଭ୍ରଷ୍ଟ ପ୍ରକରଣରେ କୁହାଯାଇଛି। ପ୍ରଥମେ ମନୁଷ୍ୟ ଜନ୍ମରେ ସଂସାରରୁ ଉପରତ ହୋଇ ସାଧନା କରିବାରୁ ଶୁଦ୍ଧତା ଆସିଲା। ତାପରେ ଶେଷ ସମୟରେ ସାଧନାରୁ ବିଚଳିତ ହେବାରୁ ସେ ସ୍ୱର୍ଗାଦି ଲୋକକୁ ଗଲା। ସେଠାରେ ଭୋଗରୁ ଅରୁଚି ହେବାରୁ ଶୁଦ୍ଧ ହେଲା ଏବଂ ତାପରେ ଶୁଦ୍ଧ
ଶ୍ରୀମାନଙ୍କ ଗୃହରେ ଜନ୍ମ ଲାଭ କରି ପରମାତ୍ମ ପ୍ରାପ୍ତି ନିମିତ୍ତ ଯତ୍ନ କରିବାରୁ ଶୁଦ୍ଧ ହେଲା। ଏହିପରି ତାର 3 ଜନ୍ମରେ ଶୁଦ୍ଧ ହେବାର ଅର୍ଥ ଅନେକ ଜନ୍ମ ସଂସିଦ୍ଧ ହେବା। କିନ୍ତୁ ପ୍ରକୃତରେ ଦେଖିଲେ ମନୁଷ୍ୟ ମାତ୍ରେ ଅନେକ ଜନ୍ମ ସଂସିଦ୍ଧ ଅଟେ। ଯଦି ସେ ଏହି ମନୁଷ୍ୟ ଜନ୍ମ ପୂର୍ବରୁ ସ୍ୱର୍ଗାଦି ଲୋକକୁ ଯାଇଥାଏ, ତେବେ ସେଠାରେ ସ୍ୱର୍ଗ ପ୍ରାପକ ପୁଣ୍ୟର ଫଳ ଭୋଗ କରି ଶୁଦ୍ଧ ହୋଇଛି। ଯଦି ସେ ନରକକୁ ଯାଇଥାଏ, ତେବେ ନରକ ପ୍ରାପକ ପାପର ଫଳ ଭୋଗ କରି ଶୁଦ୍ଧ ହୋଇଛି। ଯଦି ସେ 84 ଲକ୍ଷ ଯୋନିରେ ଭ୍ରମଣ କରିଥାଏ, ତେବେ ସେଠାରେ ସେହି ଯୋନିମାନଙ୍କର ପ୍ରାପକ ପାପର ଫଳ ଭୋଗ କରି ଶୁଦ୍ଧ ହୋଇଛି। ଏହିପରି ଭାବରେ ଶୁଦ୍ଧ ହେବା ହିଁ ମନୁଷ୍ୟର ଅନେକ ଜନ୍ମ ସଂସିଦ୍ଧ ହେବା। ଅତଏବ ପ୍ରତ୍ୟେକ ମନୁଷ୍ୟ ନିଜର ଉଦ୍ଧାର ଓ କଲ୍ୟାଣ କରିପାରେ। ପ୍ରତ୍ୟେକ ମନୁଷ୍ୟ ଭଗବତ ପ୍ରାପ୍ତିର ଅଧିକାରୀ। ଯଦି ସେ ଅଧିକାରୀ ହୋଇନଥାନ୍ତା, ତେବେ ଭଗବାନ ତାକୁ ମନୁଷ୍ୟ ଶରୀର ଦେଇଥାନ୍ତେ ବା କାହିଁକି? ଅନେକ ଜନ୍ମ ଶେଷରେ ସବୁ କିଛି ବାସୁଦେବ ଏଭଳି ଜ୍ଞାନ ହୁଏ। ତେବେ ଏହି ଜନ୍ମରେ ମନୁଷ୍ୟ ଭଗବତ ପ୍ରାପ୍ତି କରି ପାରିବ କିପରି? ଏହି ଶ୍ଲୋକରେ ବ୍ୟବହୃତ ବହୁନାମ ଜନ୍ମ ନାମନ୍ତେ ପଦର ଅର୍ଥ ଅନେକ ଜନ୍ମ ଶେଷରେ ନୁହେଁ, ବରଂ ଏହାର ଅର୍ଥ ହେଲା ବହୁତ ଜନ୍ମର ଅନ୍ତିମ ଜନ୍ମ ଏହି ମନୁଷ୍ୟ ଶରୀରରେ। କାରଣ ଏହି ମନୁଷ୍ୟ ଜନ୍ମ ସମସ୍ତ ଜନ୍ମର ଅନ୍ତିମ ଜନ୍ମ। ଭଗବାନ ମନୁଷ୍ୟର କଲ୍ୟାଣ ପାଇଁ ତାକୁ ନିଜ ଆଡ଼ୁ ଶେଷ ଜନ୍ମ ଦେଇଛନ୍ତି, ଅର୍ଥାତ୍ ମନୁଷ୍ୟକୁ ତାର କଲ୍ୟାଣ କରିବା ପାଇଁ ପୂର୍ଣ୍ଣ ଅଧିକାର ଦେଇଛନ୍ତି। ଏଣିକି ସେ ପରବର୍ତ୍ତୀ ଜନ୍ମ ପାଇଁ ପ୍ରସ୍ତୁତି କରୁ ବା ଏହି ଜନ୍ମରେ ନିଜର ଉଦ୍ଧାର କରୁ, ଏଥିରେ ସେ ପୂର୍ଣ୍ଣ ସ୍ୱତନ୍ତ୍ର। ଗୀତାରେ ଭଗବାନ କହିଛନ୍ତି, ମନୁଷ୍ୟ ଅନ୍ତ କାଳରେ ଯେଉଁ ଯେଉଁ ଭାବର ସ୍ମରଣ କରିଥାଏ, ଶରୀର ଛାଡ଼ି ଯିବା ପରେ ସେ ସେହି ଭାବକୁ ହିଁ ପ୍ରାପ୍ତ ହୁଏ। ମନୁଷ୍ୟମାନେ ନିଜର ଯେଉଁ ଯେଉଁ ଉପାସ୍ୟ ଦେବତାମାନଙ୍କର ଉପାସନା କରିବାକୁ ଚାହାନ୍ତି, ସେହି ଦେବତାଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧାକୁ ମୁଁ ଦୃଢ଼ କରିଥାଏ। ଏହି ଭଗବତ ବଚନରୁ ମନୁଷ୍ୟର ସ୍ୱାତନ୍ତ୍ର୍ୟ ପ୍ରମାଣିତ ହେଉଛି। ମନୁଷ୍ୟ ସକାମ ଭାବରେ ଶୁଭ କର୍ମ କରି ସ୍ୱର୍ଗାଦି ଲୋକକୁ ଯାଇପାରେ, ପାପ କର୍ମ କରି ପଶୁ ପକ୍ଷୀ ଭୂତ ପିଶାଚ ଆଦି ଯୋନିକୁ କିମ୍ବା ନରକକୁ ଯାଇପାରେ ଏବଂ ପାପ ପୁଣ୍ୟରୁ ମୁକ୍ତ ହୋଇ ଭଗବାନଙ୍କୁ ମଧ୍ୟ ପ୍ରାପ୍ତ କରିପାରେ। ଏହି ଅନ୍ତିମ ମନୁଷ୍ୟ ଜନ୍ମରେ ସେ ଯାହା ଚାହେଁ ତାହା କରିପାରେ। ଯେପରି ଏହି ମନୁଷ୍ୟ ଜନ୍ମ ସମସ୍ତ ଜନ୍ମର ଅନ୍ତିମ ଜନ୍ମ, ସେହିପରି ଏହା ସମସ୍ତ ଜନ୍ମର ଆଦି ଜନ୍ମ ମଧ୍ୟ। କାରଣ ଏହି ମନୁଷ୍ୟ ଜନ୍ମରେ କରିଥିବା କର୍ମମାନଙ୍କର ଫଳ ହିଁ ତାକୁ ସ୍ୱର୍ଗ ନରକ ଓ 84 ଲକ୍ଷ ଯୋନିରେ ଭୋଗିବାକୁ ପଡ଼େ। ଏହି ମନୁଷ୍ୟ ଜନ୍ମରେ ସମସ୍ତ ଜନ୍ମ ପାଇଁ ବୀଜ ବପନ କରାଯାଏ। ଭଗବାନ ଭୂତ ବର୍ତ୍ତମାନ ଓ ଭବିଷ୍ୟତର ସମସ୍ତ ପ୍ରାଣୀଙ୍କୁ ଜାଣନ୍ତି। ତେଣୁ କେଉଁ ପ୍ରାଣୀ କେଉଁ ଗତିରେ ଯିବ ତାହା ମଧ୍ୟ ଭଗବାନ ଜାଣନ୍ତି। ଅର୍ଥାତ୍ ଭଗବାନ ଯାହାର ଯେଉଁ ଗତି ହେବ ବୋଲି ଜାଣନ୍ତି, ତାର ସେହି ଗତି ହିଁ ହେବ। ତେବେ ମନୁଷ୍ୟର ନିଜକୁ ଉଦ୍ଧାର କରିବାର ସ୍ୱାଧୀନତା କେଉଁଠି ରହିଲା? ଭଗବାନ ଭୂତ ବର୍ତ୍ତମାନ ଓ ଭବିଷ୍ୟତର ପ୍ରାଣୀମାନଙ୍କୁ ଜାଣନ୍ତି ବୋଲି କହିବାର ଅର୍ଥ ନୁହେଁ ଯେ ସେ ପ୍ରାଣୀମାନଙ୍କର ଗତି ନିର୍ଦ୍ଧାରଣ କରନ୍ତି ଯେ ଅମୁକ ପ୍ରାଣୀ ଅମୁକ ଗତିରେ ଯିବ। ଭଗବାନ ତାଙ୍କର ଅଂଶ ସ୍ୱରୂପ ସମସ୍ତ ପ୍ରାଣୀଙ୍କୁ ସ୍ୱତଃ ଜାଣନ୍ତି ଏବଂ ସମସ୍ତ ପ୍ରାଣୀ ସ୍ୱତଃ ଭଗବାନଙ୍କର ଜ୍ଞାତସାରରେ ଅଛନ୍ତି। ଏହା ହେଉଛି ଉପଯୁକ୍ତ କଥନର ତାତ୍ପର୍ଯ୍ୟ। ଯଦି ଭଗବାନଙ୍କର ଜାଣିବା ପ୍ରାଣୀମାନଙ୍କର ଗତିକୁ ନିର୍ଦ୍ଧାରିତ କରିବା ପାଇଁ ଅଭିପ୍ରେତ ହୋଇଥାନ୍ତା, ତେବେ ଭଗବାନ ଏହି ମନୁଷ୍ୟମାନେ ମୋତେ ନ ପାଇ ମୃତ୍ୟୁ ମାର୍ଗର ଯାତ୍ରୀ ହେଲେ।
ମୋତେ ନ ପାଇ ଅଧୋଗତିକୁ ଚାଲିଗଲେ ଏପରି ପଶ୍ଚାତାପ କରି ନଥାନ୍ତେ। କାରଣ ଯଦି କାରଣ ଯଦି ସେ ସେମାନଙ୍କର ଗତିକୁ ନିର୍ଦ୍ଧାରିତ କରିଛନ୍ତି, ତେବେ ପଶ୍ଚାତାପ କ'ଣ ପାଇଁ? ଏତଦ୍ ବ୍ୟତୀତ ଶ୍ରୁତି ଓ ସ୍ମୃତି ହେଉଛି ଭଗବାନଙ୍କର ଆଦେଶ। ଶ୍ରୁତି ସ୍ମୃତି ମମେଇ ବା ମମେଇ ବାଙ୍କେ। ଶ୍ରୁତି ଓ ସ୍ମୃତିରେ ବିଧି ଓ ନିଷେଧ ଅଛି ଯେ ଶୁଭ କର୍ମ କର, ନିଷିଦ୍ଧ କର୍ମ କର ନାହିଁ। ଶୁଭ କର୍ମ କଲେ ତୁମମାନଙ୍କର ସଦ୍ଗତି ହେବ, ନିଷିଦ୍ଧ କର୍ମ କଲେ ତୁମମାନଙ୍କର ଦୁର୍ଗତି ହେବ। ଯଦି ଭଗବାନ ପ୍ରାଣୀମାନଙ୍କର ଗତିକୁ ଆଗରୁ ନିଶ୍ଚିତ କରି ରଖିବେ, ତେବେ ଶ୍ରୁତି ଓ ସ୍ମୃତିର ବିଧି ନିଷେଧ କାହା ପ୍ରତି ପ୍ରଯୁଜ୍ୟ ହେବ? ତାତ୍ପର୍ଯ୍ୟ ହେଲା, ମନୁଷ୍ୟ ନିଜର ଉଦ୍ଧାର କରିବାରେ ସ୍ୱତନ୍ତ୍ର। ନବମ ଅଧ୍ୟାୟର ଷଷ୍ଠ ଶ୍ଲୋକରେ ଭଗବାନ କହିଛନ୍ତି ଯେ ସମସ୍ତ ପ୍ରାଣୀ ତାଙ୍କ ମଧ୍ୟରେ ସ୍ଥିତ ଏବଂ ତ୍ରୟୋଦଶ ଅଧ୍ୟାୟର 30 ଶ୍ଲୋକରେ କହିଛନ୍ତି ଯେ ସମସ୍ତ ଭାବ ପ୍ରାଣୀ ଇତ୍ୟାଦି ପ୍ରକୃତିରେ ହିଁ ସ୍ଥିତ। ତେବେ ପ୍ରକୃତରେ ପ୍ରାଣୀମାନେ ଭଗବାନଙ୍କ ଠାରେ ସ୍ଥିତ ନା ପ୍ରକୃତିରେ ସ୍ଥିତ? ଭଗବାନଙ୍କର ଅଂଶ ହେଇଥିବାରୁ ସମସ୍ତ ପ୍ରାଣୀ ତତ୍ତ୍ୱତଃ ଭଗବାନଙ୍କ ଠାରେ ସ୍ଥିତ ଏବଂ ସେମାନେ ଭଗବାନଙ୍କ ଠାରୁ କଦାପି ପୃଥକ ହୋଇ ପାରିବେ ନାହିଁ। କିନ୍ତୁ ସେହି ପ୍ରାଣୀମାନଙ୍କର ଶରୀର ପ୍ରକୃତିରୁ ଉତ୍ପନ୍ନ ହୋଇଥିବାରୁ ଓ ପ୍ରକୃତିର ଅଂଶ ହୋଇଥିବାରୁ ପ୍ରକୃତିରେ ହିଁ ସ୍ଥିତ। ଭଗବାନ କହିଛନ୍ତି, ମୁଁ ସମସ୍ତ ପ୍ରାଣୀଙ୍କ ଠାରେ ସମାନ, କିନ୍ତୁ ଯେଉଁମାନେ ମୋର ଭଜନ କରନ୍ତି ସେମାନେ ମୋ ଠାରେ ଏବଂ ମୁଁ ସେମାନଙ୍କ ଠାରେ ସ୍ଥିତ। ଭଗବାନଙ୍କର ଏପରି ପକ୍ଷପାତ କାହିଁକି? ଯଦି ପକ୍ଷପାତ ରହିଛି, ତେବେ ମୁଁ ସମସ୍ତ ପ୍ରାଣୀଙ୍କ ଠାରେ ସମାନ ବୋଲି କିପରି କୁହାଗଲା? ଏହି ପକ୍ଷପାତ ହିଁ ସମତା। ଯଦି ଭଗବାନ ତାଙ୍କର ଭଜନ କରୁଥିବା ଲୋକ ଓ ଭଜନ ନ କରୁଥିବା ଲୋକ ଉଭୟଙ୍କ ପ୍ରତି ସମାନ ଭାବ ରଖନ୍ତି, ତେବେ ଏହା ସମତା ହେବ କିପରି? ତା ଛଡ଼ା ଭଜନ କରିବାର ମାହାତ୍ମ୍ୟ ବା କ'ଣ ରହିଲା? ଅତଏବ ଭଜନ କରିବା ଲୋକ ଓ ଭଜନ ନ କରିବା ଲୋକଙ୍କ ପ୍ରତି ଯଥାଯୋଗ୍ୟ ବ୍ୟବହାର କରିବା ହିଁ ଭଗବାନଙ୍କର ସମତା। ଯଦି ଭଗବାନ ଏପରି ନ କରିବେ, ତାହା ତାଙ୍କର ବିଷମତା ହେବ। ପ୍ରକୃତରେ ଦେଖିଲେ ଭଗବାନଙ୍କ ଠାରେ ଆଦୌ ବିଷମତା ନାହିଁ। ଭଜନ କରୁଥିବା ଲୋକଙ୍କର ଭାବ ହିଁ ଭଗବାନଙ୍କ ଠାରେ ବିଷମତା ଉତ୍ପନ୍ନ କରିଛି, ଅର୍ଥାତ୍ ଯେଉଁମାନେ ସଂସାରରୁ ସମ୍ବନ୍ଧ ଛିନ୍ନ କରି କେବଳ ଭଗବାନଙ୍କ ଠାରେ ଯୁକ୍ତ ରହନ୍ତି, ସେମାନଙ୍କର ଅନନ୍ୟ ଭାବ ହେତୁ ଭଗବାନଙ୍କ ଠାରେ ଏଭଳି ବିଷମତା ଜାତ ହୋଇଯାଏ। ଭଗବାନ ଏପରି କରନ୍ତି ନାହିଁ। ଭଗବତ ଦର୍ଶନ ହେବା ପରେ ମୋହ ରହେ ନାହିଁ। ଅର୍ଜୁନ ତ ଭଗବାନଙ୍କର ବିରାଟ ରୂପ, ଚତୁର୍ଭୁଜ ରୂପ ଓ ଦ୍ୱିଭୁଜ ରୂପ ଦର୍ଶନ କରିସାରିଥିଲେ, ତଥାପି ତାଙ୍କର ମୋହ ଦୂର ହେଲା ନାହିଁ କାହିଁକି? ଭଗବତ ଦର୍ଶନ ହେବା ପରେ ଭକ୍ତର ମୋହ ଦୂର କରିବା ଓ ତାକୁ ତତ୍ତ୍ୱଜ୍ଞାନ ପ୍ରାପ୍ତ କରାଇବାର ଦାୟିତ୍ୱ ଭଗବାନଙ୍କର। ଅର୍ଜୁନଙ୍କର ମୋହ ପରବର୍ତ୍ତୀ ସମୟରେ ନଷ୍ଟ ହୋଇଗଲା। ଏଥିରୁ ପ୍ରମାଣିତ ହୁଏ ଯେ ଭଗବତ ଦର୍ଶନ ହେବା ପରେ ମୋହ ନିଶ୍ଚୟ ନଷ୍ଟ ହୋଇଯାଏ। ଅର୍ଜୁନ ଗୀତା ଉପଦେଶକୁ ଓ ଭଗବତ ଦର୍ଶନକୁ ନିଜର ମୋହ ନଷ୍ଟ ହେବାର କାରଣ ମାନି ନାହାନ୍ତି, ବରଂ ଭଗବତ କୃପାର ହିଁ କାରଣ ମନେ କରିଛନ୍ତି। ତ୍ୱତ୍ ପ୍ରସାଦାତ୍। ତ୍ରୟୋଦଶ ଅଧ୍ୟାୟର 12 ଶ୍ଲୋକରେ ପରମାତ୍ମାଙ୍କୁ ଜ୍ଞେୟ କୁହାଯାଇଛି ଏବଂ ଅଷ୍ଟାଦଶ ଅଧ୍ୟାୟରେ 1800 ଶ୍ଲୋକରେ ସଂସାରକୁ ଜ୍ଞେୟ ବୋଲି
କୁହାଯାଇଛି ଏହାର ଉଦ୍ଦେଶ୍ୟ କ'ଣ? ଏ ଦୁଇଟି ବିଷୟ ଭିନ୍ନ ଭିନ୍ନ। ତ୍ରୟୋଦଶ ଅଧ୍ୟାୟର 12 ନମ୍ବର ଶ୍ଲୋକରେ କୁହାଯାଇଛି ଯେ ପରମାତ୍ମାଙ୍କୁ ନିଶ୍ଚୟ ଜାଣିବା ଉଚିତ, କାରଣ ପରମାତ୍ମାଙ୍କୁ ଯଥାର୍ଥ ଭାବରେ ଜାଣିଗଲା ପରେ କଲ୍ୟାଣ ହୋଇଯାଏ। ଏବଂ ଅଷ୍ଟାଦଶ ଅଧ୍ୟାୟର 18 ଶ୍ଲୋକରେ କୁହାଯାଇଛି ଯେ ଜାଣି ହେଉଥିବା ଦୃଶ୍ୟ ମାତ୍ରକେ ସଂସାର ଅଟେ, ଏହାଦ୍ୱାରା କେବଳ ବ୍ୟବହାରର ସମ୍ପାଦନ ହୁଏ। ଭଗବାନ ସମସ୍ତଙ୍କ ହୃଦୟରେ ନିବାସ କରନ୍ତି, କିନ୍ତୁ ଆଜିକାଲି ଡାକ୍ତରମାନେ ତ ହୃଦୟର ପ୍ରତ୍ୟାରୋପଣ କରିଦେଉଛନ୍ତି। ତେବେ ଭଗବାନ କେଉଁଠି ରହନ୍ତି? ଭଗବାନ ସର୍ବତ୍ର ନିବାସ କରନ୍ତି, କିନ୍ତୁ ହୃଦୟ ତାଙ୍କୁ ଉପଲବ୍ଧି କରିବାର ସ୍ଥାନ ଅଟେ, କାରଣ ହୃଦୟ ହେଉଛି ମଣିଷର ପ୍ରଧାନ ଅଙ୍ଗ ଏବଂ ସମସ୍ତ ଉତ୍ତମ ଭାବ ହୃଦୟରେ ହିଁ ଉଦୟ ହୁଏ। ଯେପରି ଗାଈର ସାରା ଶରୀରରେ ଦୁଗ୍ଧ ବ୍ୟାପ୍ତ ହୋଇ ରହିଥିଲେ ମଧ୍ୟ ତାହା ତାର ପହ୍ନାରୁ ହିଁ ପ୍ରାପ୍ତ ହୋଇଥାଏ, ଅଥବା ମାଟିରେ ସର୍ବତ୍ର ଜଳ ରହିଥିଲେ ମଧ୍ୟ ତାହା କୂଅ ଇତ୍ୟାଦିରୁ ହିଁ ପ୍ରାପ୍ତ ହୋଇଥାଏ। ସେହିପରି ଭଗବାନ ସର୍ବତ୍ର ସମାନ ଭାବରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ହୃଦୟରେ ହିଁ ପ୍ରାପ୍ତ ହୁଅନ୍ତି। ଡାକ୍ତରମାନେ ଯେଉଁ ହୃଦୟର ପ୍ରତ୍ୟାରୋପଣ କରନ୍ତି ତାକୁ ହୃତ୍ପିଣ୍ଡ କୁହାଯାଏ। ସେହି ହୃତ୍ପିଣ୍ଡରେ ଯେଉଁ ହୃଦୟ ଶକ୍ତି ରହିଥାଏ ସେଥିରେ ଭଗବାନ ନିବାସ କରନ୍ତି। ହୃତ୍ପିଣ୍ଡର ପ୍ରତ୍ୟାରୋପଣ ହୁଏ, ତାର ଶକ୍ତିର ପ୍ରତ୍ୟାରୋପଣ ହୁଏ ନାହିଁ। ଶକ୍ତି ତ ନିଜ ସ୍ଥାନରେ ଯଥାବତ୍ ରହିଥାଏ। ଯେପରି ଚକ୍ଷୁ ଦେଖାଯାଏ, କିନ୍ତୁ ଦେଖିବାର ଶକ୍ତି ନେତ୍ରେନ୍ଦ୍ରିୟ ସୂକ୍ଷ୍ମ ଶରୀରରେ ଥିବା ହେତୁ ଦେଖାଯାଏ ନାହିଁ। ସେହିପରି ହୃତ୍ପିଣ୍ଡ ଦେଖାଯାଏ ସିନା, ସେଥିରେ ନିହିତ ଶକ୍ତି ଦେଖାଯାଏ ନାହିଁ। ନିଜକୁ ଶରୀରରେ ସ୍ଥିତ ମନେ କରିବାରୁ ହିଁ ପୁରୁଷ ଚେତନ ଭୋକ୍ତା ହୁଏ, କିନ୍ତୁ ତ୍ରୟୋଦଶ ଅଧ୍ୟାୟର 21 ଶ୍ଲୋକରେ ଭଗବାନ ପ୍ରକୃତି ସ୍ଥିତ ପୁରୁଷକୁ ଭୋକ୍ତା କହିଲେ। ଏପରି କହିବାର କାରଣ କ'ଣ? ପୁରୁଷ ଚେତନକୁ ପ୍ରକୃତିରେ ସ୍ଥିତ କହିବାର ଉଦ୍ଦେଶ୍ୟ ହେଲା, ଯେପରି ବିବାହ ହେବା ପରେ ସ୍ତ୍ରୀର ସମସ୍ତ ସମ୍ପର୍କୀୟ ଲୋକଙ୍କ ସହିତ ପୁରୁଷର ସମ୍ବନ୍ଧ ସ୍ଥାପିତ ହୋଇଯାଏ, ସେହିପରି ଗୋଟିଏ ଶରୀରରେ ନିଜର ସ୍ଥିତି ମନେ କରିବାରୁ, ଅର୍ଥାତ୍ ଗୋଟିଏ ଶରୀର ସହିତ ନିଜର ସମ୍ପର୍କ ଥିବା ସ୍ୱୀକାର କରିବାରୁ ସମସ୍ତ ପ୍ରକୃତି ଓ ସମସ୍ତ ଶରୀର ସହିତ ଚେତନର ସମ୍ପର୍କ ସ୍ଥାପିତ ହୋଇଯାଏ। ନିଜକୁ ଶରୀରରେ ସ୍ଥିତ ମନେ କରିବାରୁ ପୁରୁଷ କର୍ତ୍ତା ଓ ଭୋକ୍ତା ହୁଏ। ଏଣେ ତ୍ରୟୋଦଶ ଅଧ୍ୟାୟର 31 ଶ୍ଲୋକରେ ଭଗବାନ କହିଲେ ଯେ ଏହି ପୁରୁଷ ଶରୀରରେ ସ୍ଥିତ ହୋଇଥିଲେ ମଧ୍ୟ କର୍ତ୍ତା ଓ ଭୋକ୍ତା ନୁହେଁ। ଏ ଦୁଇଟି କଥାର ସାମଞ୍ଜସ୍ୟ କିପରି? ଏଠାରେ ଭଗବାନ ପ୍ରତ୍ୟେକ ପ୍ରାଣୀର ପ୍ରକୃତ ସ୍ୱରୂପ ବିଷୟରେ କହୁଛନ୍ତି ଯେ ପ୍ରକୃତରେ ସବୁଠୁ ଅଜ୍ଞାନୀ ମଧ୍ୟ ସ୍ୱରୂପତଃ କର୍ତ୍ତା ଓ ବା ଭୋକ୍ତା ହୁଏ ନାହିଁ, ଅର୍ଥାତ୍ ତାର ସ୍ୱରୂପରେ କଦାପି କର୍ତ୍ତୃତ୍ୱ ଓ ଭୋକ୍ତୃତ୍ୱ ଆସେ ନାହିଁ। କିନ୍ତୁ ଅଜ୍ଞାନ ହେତୁ ମନୁଷ୍ୟ ନିଜକୁ କର୍ତ୍ତା ଓ ଭୋକ୍ତା ମନେ କରେ ଏବଂ ସେ କର୍ତ୍ତୃତ୍ୱ ଓ ଭୋକ୍ତୃତ୍ୱରେ ଆବଦ୍ଧ ହୋଇଯାଏ। ଯଦି ତାଠାରେ କର୍ତ୍ତୃତ୍ୱ ଓ ଭୋକ୍ତୃତ୍ୱ ନ ଥାଏ, ତେବେ ସେ ସମସ୍ତ ପ୍ରାଣୀଙ୍କୁ ମାରିଦେଲେ ମଧ୍ୟ ମାରେ ନାହିଁ କିମ୍ବା ବାନ୍ଧି ହୁଏ ନାହିଁ। ରଜୋଗୁଣର ବୃତ୍ତି ତତ୍କାଳିକ ଭାବେ ବୃଦ୍ଧି ହେବାବେଳେ ଏବଂ ରଜୋଗୁଣର ପ୍ରାଧାନ୍ୟରେ ମରୁଥିବା ପ୍ରାଣୀ ମନୁଷ୍ୟ ଲୋକରେ ଜନ୍ମ ନିଏ। ଏ ଦୁଇଟି କଥାରୁ ପ୍ରମାଣିତ ହୁଏ ଯେ ଏହି ମନୁଷ୍ୟ ଲୋକରେ ସମସ୍ତ ମନୁଷ୍ୟ ରଜୋଗୁଣ ସମ୍ପନ୍ନ ଅଟନ୍ତି, ସତ୍ୱଗୁଣ ବା ତମୋଗୁଣ ସମ୍ପନ୍ନ ନୁହନ୍ତି। କିନ୍ତୁ ଗୀତାରେ ଅନେକ ସ୍ଥାନରେ 3 ଗୁଣ କଥା କୁହାଯାଇଛି। ଏପରି କହିବାର ଉଦ୍ଦେଶ୍ୟ କ'ଣ?
ଊର୍ଦ୍ଧ୍ୱଗତି, ମଧ୍ୟଗତି ଓ ଅଧୋଗତି। ପ୍ରତ୍ୟେକ ଗତିରେ ତିନୋଟି ଯାକ ଗୁଣ ରହିଥାଏ, କିନ୍ତୁ ଊର୍ଦ୍ଧ୍ୱ ଗତିରେ ସତ୍ୱ ଗୁଣର, ମଧ୍ୟ ଗତିରେ ବା ମନୁଷ୍ୟ ଲୋକରେ ରଜ ଗୁଣର ଏବଂ ଅଧୋଗତିରେ ତମ ଗୁଣର ପ୍ରାଧାନ୍ୟ ଥାଏ। ଏଇଥିପାଇଁ ତ ପ୍ରତ୍ୟେକ ଗତିକୁ ପ୍ରାପ୍ତ ହେଉଥିବା ପ୍ରାଣୀମାନଙ୍କର ସାତ୍ଵିକ, ରାଜସ ଓ ତାମସ ସ୍ୱଭାବ ରହିଥାଏ। ଚତୁର୍ଦ୍ଦଶ ଅଧ୍ୟାୟର 17 ଶ୍ଲୋକରେ ତମ ଗୁଣରୁ ଅଜ୍ଞାନ ଜାତ ହେବା କଥା କୁହାଯାଇଛି ଏବଂ 8 ଶ୍ଲୋକରେ ଅଜ୍ଞାନରୁ ତମ ଗୁଣ ଜାତ ହେବା କଥା କୁହାଯାଇଛି। ଏପରି କହିବାର ଉଦ୍ଦେଶ୍ୟ କ'ଣ? ଯେପରି ବୃକ୍ଷରୁ ବୀଜ ଉତ୍ପନ୍ନ ହୁଏ ଏବଂ ସେହି ବୀଜରୁ ପୁଣି ଅନେକ ବୃକ୍ଷ ଉତ୍ପନ୍ନ ହୁଅନ୍ତି, ସେହିପରି ତମ ଗୁଣରୁ ଅଜ୍ଞାନ ଜାତ ହୁଏ ଏବଂ ସେହି ଅଜ୍ଞାନରୁ ତମ ଗୁଣ ବୃଦ୍ଧିପ୍ରାପ୍ତ ହୁଏ ଏବଂ ପୁଷ୍ଟ ହୁଏ। ଅଶ୍ୱତ୍ଥ ବୃକ୍ଷ ପୂଜନୀୟ ବୋଲି କୁହାଯାଇଛି। ପୁଣି ଭଗବାନ ପଞ୍ଚଦଶ ଅଧ୍ୟାୟର 3 ଶ୍ଲୋକରେ ସଂସାର ରୂପକ ଅଶ୍ୱତ୍ଥ ବୃକ୍ଷକୁ ଛେଦନ କରିବା ପାଇଁ କାହିଁକି କହିଛନ୍ତି? ଅଶ୍ୱତ୍ଥ ବୃକ୍ଷ ସମସ୍ତ ବୃକ୍ଷ ମଧ୍ୟରେ ଶ୍ରେଷ୍ଠ। ଭଗବାନ ଏହାକୁ ନିଜର ସ୍ୱରୂପ ବୋଲି କହିଛନ୍ତି। ଔଷଧ ଭାବରେ ମଧ୍ୟ ଏହାର ମହିମା ଯଥେଷ୍ଟ। ଏହାର ଜଟା ମଲାଙ୍ଗକୁ ବାଟି ପିଇଲେ ବନ୍ଧ୍ୟାର ମଧ୍ୟ ପୁତ୍ର ଜାତ ହୋଇପାରେ। ଅଶ୍ୱତ୍ଥ ସମସ୍ତଙ୍କୁ ଆଶ୍ରୟ ଦିଏ। ଅଶ୍ୱତ୍ଥ ଗଛ ତଳେ ସମସ୍ତ ପ୍ରକାର ଗଛଲତା ବଢ଼ିପାରନ୍ତି। ଅଶ୍ୱତ୍ଥ କାହାରିକୁ ବାଧା ଦିଏ ନାହିଁ, ତେଣୁ ଅଶ୍ୱତ୍ଥକୁ କେହି ବାଧା ଦିଏ ନାହିଁ। ସେଥିପାଇଁ ଏହା ଘରର କାନ୍ଥରେ, ଛାତ ଉପରେ ଓ କୂଅ ଆଦି ସବୁ ଜାଗାରେ ଉଠିଥାଏ। ଓସ୍ତ, ବର ଓ ପଲାଶ ଆଦି ବୃକ୍ଷ ଯଜ୍ଞ ଉପଯୋଗୀ, ଅର୍ଥାତ୍ ଏଗୁଡ଼ିକର କାଠ ଯଜ୍ଞ କାର୍ଯ୍ୟରେ ଲାଗେ। ସେଥିପାଇଁ ଭଗବାନ ଅଶ୍ୱତ୍ଥକୁ ସଂସାରର ରୂପକ ଭାବେ ବର୍ଣ୍ଣନା କରିଛନ୍ତି, କାରଣ ସଂସାର ମଧ୍ୟ ନିଜେ କାହାରିକୁ ବାଧା ଦିଏ ନାହିଁ। ସଂସାର ହେଉଛି ଭଗବତ ସ୍ୱରୂପ। ପ୍ରକୃତରେ ନିଜର ରାଗ, ଦ୍ୱେଷ, କାମନା, ମମତା, ଆସକ୍ତି ଇତ୍ୟାଦି ହିଁ ବାଧା ଦିଅନ୍ତି। ଅତଏବ ଭଗବାନ ସଂସାର ରୂପୀ ଅଶ୍ୱତ୍ଥ ବୃକ୍ଷକୁ ଛେଦନ କରିବା ତଥା କହିନାହାନ୍ତି, ବରଂ ସେଥିପ୍ରତି ଯେଉଁ କାମନା, ମମତା, ଆସକ୍ତି ଇତ୍ୟାଦି ରହିଛି, ଯେଉଁଗୁଡ଼ିକ ଯୋଗୁଁ ମନୁଷ୍ୟ ଜନ୍ମ ମରଣ ପ୍ରାପ୍ତ ହେଉଛି, ସେଗୁଡ଼ିକୁ ବୈରାଗ୍ୟ ରୂପୀ ଶସ୍ତ୍ର ଦ୍ୱାରା ଛେଦନ କରିବାକୁ କହିଛନ୍ତି। ପଞ୍ଚଦଶ ଅଧ୍ୟାୟର 4ର୍ଥ ଶ୍ଲୋକରେ ଭଗବାନ କହିଛନ୍ତି ଯେ ସେ ହିଁ ଆଦି ପୁରୁଷ ପରମାତ୍ମାଙ୍କ ଠାରେ ମୁଁ ଶରଣାପନ୍ନ। ତମେବ ଚାଦ୍ୟଂ ପୁରୁଷଂ ପ୍ରପଦ୍ୟେ। ତେବେ କ'ଣ ଭଗବାନ ମଧ୍ୟ କାହାରି ନିକଟରେ ଶରଣ ଯାଆନ୍ତି? ଭଗବାନ କାହାରି ଶରଣାପନ୍ନ ହୁଅନ୍ତି ନାହିଁ, କାରଣ ସେ ହେଉଛନ୍ତି ସର୍ବୋପରି ସ୍ୱାମୀ। କେବଳ ଲୋକଶିକ୍ଷା ନିମନ୍ତେ ଭଗବାନ ସାଧକର ଭାଷାରେ ସାଧକକୁ ବୁଝାଇବାକୁ ଚାହାନ୍ତି ଯେ ସେ ଆଦି ପୁରୁଷ ପରମାତ୍ମାଙ୍କ ଠାରେ ହିଁ ମୁଁ ଶରଣାପନ୍ନ। ଏପରି ଭାବନା କରୁ। ଜୀବ ପରମାତ୍ମାଙ୍କର ଅଂଶ। ତେବେ କ'ଣ ଏହି ଜୀବ ପରମାତ୍ମାଙ୍କ ଠାରୁ ଉତ୍ପନ୍ନ ହୋଇଛି? ଏ ଜୀବ କ'ଣ ପରମାତ୍ମାଙ୍କର ଭଗ୍ନାଂଶ? ସେପରି ନୁହେଁ। ଏ ଜୀବ ହେଉଛି ଅନାଦି ଓ ସନାତନ ଏବଂ ପରମାତ୍ମା ହେଉଛନ୍ତି ପୂର୍ଣ୍ଣ। ଅତଏବ ଜୀବ ପରମାତ୍ମାଙ୍କର ଭଗ୍ନାଂଶ ହେବ କିପରି? ପ୍ରକୃତରେ ଜୀବ ପରମାତ୍ମାଙ୍କର ସ୍ୱରୂପ ଅଟେ, କିନ୍ତୁ ଯେତେବେଳେ ଇଏ ପ୍ରକୃତିର ଅଂଶକୁ, ଅର୍ଥାତ୍ ଶରୀର, ଇନ୍ଦ୍ରିୟ, ମନ, ବୁଦ୍ଧି ଇତ୍ୟାଦିକୁ ମୁଁ ଓ ମୋର ମାନିନିଏ, ସେତେବେଳେ ଅଂଶ ହୋଇଯାଏ। ପ୍ରକୃତିର ଅଂଶକୁ ଛାଡ଼ିଦେଲେ ଏ ପୂର୍ଣ୍ଣ ହିଁ ଅଟେ। ସାତ୍ବିକ ଆହାରରେ ପ୍ରଥମେ ଫଳର ବର୍ଣ୍ଣନା କରି ତାପରେ ଆହାର୍ଯ୍ୟ ପଦାର୍ଥ ଗୁଡ଼ିକର ବର୍ଣ୍ଣନା କରାଗଲା ଏବଂ ରାଜସ ଆହାରରେ ପ୍ରଥମେ ଆହାର୍ଯ୍ୟ ପଦାର୍ଥ ଗୁଡ଼ିକର ବର୍ଣ୍ଣନା କରି ତାପରେ ଫଳର ବର୍ଣ୍ଣନା କରାଗଲା, କିନ୍ତୁ ତାମସ ଆହାରର ଫଳ ଆଦୌ ବର୍ଣ୍ଣନା କରାଯାଇ ନାହିଁ। ଏପରି କାହିଁକି?
ସାତ୍ବିକ ମନୁଷ୍ୟ ପ୍ରଥମେ ଫଳ ଆଡ଼କୁ ଦୃଷ୍ଟି ରଖନ୍ତି ଏବଂ ତାପରେ ଆହାର ଇତ୍ୟାଦିରେ ପ୍ରବୃତ୍ତ ହୁଅନ୍ତି। ତେଣୁ ପ୍ରଥମେ ପରିମାଣର ଏବଂ ପରେ ଖାଦ୍ୟ ପଦାର୍ଥ ଗୁଡ଼ିକର ବର୍ଣ୍ଣନା କରାଯାଇଛି। ରାଜସ ମନୁଷ୍ୟର ଦୃଷ୍ଟି ପ୍ରଥମେ ପରିଣାମ ଆଡ଼କୁ ନ ଯାଇ ଖାଦ୍ୟ ପଦାର୍ଥ ଓ ବିଷୟ ଇନ୍ଦ୍ରିୟର ସମ୍ବନ୍ଧ ଆଡ଼କୁ ଯାଏ। ଯଦି ରାଜସ୍ୱ ମନୁଷ୍ୟଙ୍କର ଦୃଷ୍ଟି ପ୍ରଥମେ ପରିଣାମ ଆଡ଼କୁ ଯିବ, ତେବେ ସେମାନେ ରାଜସ ଆହାର କରିବାରେ କଦାପି ପ୍ରବୃତ୍ତ ହେବେ ନାହିଁ। ତେଣୁ ରାଜସ ଆହାରରେ ପ୍ରଥମେ ଖାଦ୍ୟ ପଦାର୍ଥର ଓ ପରେ ପରିଣାମର ବର୍ଣ୍ଣନା କରାଯାଇଛି। ତାମସ ଲୋକେ ସର୍ବଦା ମୂଢ଼ତାରେ ଆଚ୍ଛାଦିତ ହୋଇଥାନ୍ତି। ତେଣୁ ସେମାନେ ଆହାର ଓ ତାହାର ପରିଣାମ ଇତ୍ୟାଦି ବିଷୟରେ ଆଦୌ ବିଚାର କରନ୍ତି ନାହିଁ। ଆହାର ନ୍ୟାୟଯୁକ୍ତ କି ନୁହେଁ, ସେଥିରେ ସେମାନଙ୍କର ଅଧିକାର ଅଛି କି ନାହିଁ, ଶାସ୍ତ୍ରର ଆଜ୍ଞା ଅଛି କି ନାହିଁ ଏବଂ ତାହାର ପରିଣାମ ସେମାନଙ୍କ ପାଇଁ ହିତକର ହେବ କି ନାହିଁ, ଏସବୁ ବିଷୟରେ ତାମସ ମନୁଷ୍ୟ ଆଦୌ ବିଚାର କରନ୍ତି ନାହିଁ। ତେଣୁ ତାମସ ଆହାରର ପରିଣାମ ବିଷୟରେ ବର୍ଣ୍ଣନା କରାଯାଏ ନାହିଁ। ଈଶ୍ୱର ନିଜ ମାୟା ଦ୍ୱାରା ସମସ୍ତ ପ୍ରାଣୀଙ୍କୁ ଭ୍ରମଣ କରାନ୍ତି। ତେବେ କ'ଣ ଈଶ୍ୱର ପ୍ରାଣୀମାନଙ୍କ ଦ୍ୱାରା ପାପ ପୁଣ୍ୟ କରାଉଛନ୍ତି? ଯେପରି କୌଣସି ମନୁଷ୍ୟ ରେଳଗାଡ଼ିରେ ବସିଗଲେ ତାକୁ ବାଧ୍ୟ ହୋଇ ରେଳ ଅନୁସାରେ ଯିବାକୁ ପଡ଼େ, ସେହିପରି ଯେଉଁ ପ୍ରାଣୀମାନେ ଶରୀର ରୂପକ ଯନ୍ତ୍ରରେ ଆରୂଢ଼ ହୋଇଯାଆନ୍ତି, ଅର୍ଥାତ୍ ଯେଉଁମାନେ ଶରୀର ରୂପକ ଯନ୍ତ୍ର ସହିତ ମୁଁ ଓ ମୋର ସମ୍ପର୍କ ସ୍ଥାପନ କରିଥାନ୍ତି, ସେମାନଙ୍କୁ ଈଶ୍ୱର ସେମାନଙ୍କର ସ୍ୱଭାବ ଓ କର୍ମ ଅନୁସାରେ ଭ୍ରମଣ କରାନ୍ତି ବା କର୍ମଫଳ ଭୋଗ କରାନ୍ତି, କିନ୍ତୁ ସେମାନଙ୍କ ଦ୍ୱାରା ପାପ ପୁଣ୍ୟ କରାନ୍ତି ନାହିଁ। ଭଗବାନ ଅର୍ଜୁନକୁ ପ୍ରଥମେ ତମେବ ଶରଣଂ ଗଚ୍ଛ ପଦରେ ଅନ୍ତର୍ଯ୍ୟାମୀ ପରମାତ୍ମାଙ୍କର ଶରଣାପନ୍ନ ହେବାକୁ କହିଲେ ଏବଂ ତାପରେ ମାମେକମ୍ ଶରଣଂ ବ୍ରଜ ପଦରେ ତାଙ୍କ ନିକଟରେ ଶରଣାପନ୍ନ ହେବାକୁ କହିଲେ। ଯଦି ଅର୍ଜୁନଙ୍କୁ ଭଗବାନ ତାଙ୍କ ନିଜର ଶରଣାଗତ କରିବାର ଥିଲା, ତେବେ ସେ ଅର୍ଜୁନଙ୍କୁ ଅନ୍ତର୍ଯ୍ୟାମୀ ପରମାତ୍ମାଙ୍କ ଠାରେ ଶରଣ ଯିବାକୁ କାହିଁକି କହିଲେ? ଭଗବାନ ପ୍ରଥମେ କହିଲେ ଯେ ମୋର ଶରଣାଗତ ଭକ୍ତ ମୋ କୃପାରୁ ଶାଶ୍ୱତ ପଦ ପ୍ରାପ୍ତ ହୁଏ। ପୁଣି କହିଲେ ଯେ ମୋର ପରାୟଣ ହୋଇ ବା ମୋ ଠାରେ ଚିତ୍ତ ସଂଲଗ୍ନ କରି ତୁମେ ସମସ୍ତ ବିଘ୍ନରୁ ଉଦ୍ଧାର ପାଇଯିବ। ଭଗବାନଙ୍କର ଏ କଥା ଶୁଣି ମଧ୍ୟ ଅର୍ଜୁନ କିଛି କହିଲେ ନାହିଁ କି କୌଣସିଟିକୁ ସ୍ୱୀକାର କଲେ ନାହିଁ। ତାପରେ ଭଗବାନ କହିଲେ ଯେ ଯଦି ତୁମେ ମୋର ଶରଣକୁ ଆସିବାକୁ ଚାହୁଁନାହ, ତେବେ ସେହି ଅନ୍ତର୍ଯ୍ୟାମୀ ପରମାତ୍ମାଙ୍କ ଠାରେ ଶରଣ ଯାଅ। ମୁଁ ଏହି ଅତ୍ୟନ୍ତ ଗୋପନୀୟ ଜ୍ଞାନ ତୁମକୁ କହିଲି, ଏଣିକି ତୁମର ଯାହା ଇଚ୍ଛା ତାହା କର। ଏ କଥା ଶୁଣି ଅର୍ଜୁନ ଭଗବାନ ତାଙ୍କୁ ପରିତ୍ୟାଗ କରି ଦେଉଛନ୍ତି ଭାବି ଡରିଗଲେ। ତାପରେ ଭଗବାନ ଅର୍ଜୁନଙ୍କୁ ସର୍ବବୃହତ୍ ବଚନ କହୁଛନ୍ତି ଯେ ତୁମେ କେବଳ ମୋର ଶରଣକୁ ଆସିଯାଅ। ଭଗବାନ ଗୀତାରେ 3ଟି ସ୍ଥାନରେ ଅର୍ଜୁନଙ୍କୁ ଅନଘ ବୋଲି ସମ୍ବୋଧନ କରିଛନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ ଭଗବାନ ଅର୍ଜୁନଙ୍କୁ ପାପମୁକ୍ତ ମନେ କରନ୍ତି। ତେବେ ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି ବୋଲି ଭଗବାନ କାହିଁକି କହିଲେ? ଯେ ଭଗବାନଙ୍କର ସମ୍ମୁଖ ହୋଇଯାଏ, ତାର ସମସ୍ତ ପାପ ନଷ୍ଟ ହୋଇଯାଏ। ଅର୍ଜୁନ ଭଗବାନଙ୍କର ସମ୍ମୁଖ ହୋଇଥିଲେ, ତେଣୁ ସେ ପାପମୁକ୍ତ ହୋଇଯାଇଥିଲେ। ମାତ୍ର ଯୁଦ୍ଧରେ କୁଟୁମ୍ବ ଲୋକଙ୍କୁ ମାରିଲେ ପାପ ହେବ ବୋଲି ଅର୍ଜୁନ ଭାବୁଥିଲେ। ଅର୍ଜୁନଙ୍କର ଏହି ଭାବନାକୁ ଦେଖି ଭଗବାନ କହୁଛନ୍ତି, ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି। ଯଦି ଅର୍ଜୁନ ପ୍ରଥମରୁ ହିଁ ତାଙ୍କର ମୋହ ଦୂର ହୋଇଯିବା କଥା କହିଦେଇଥିଲେ, ମୋହ ଅୟମ୍ ବିଗତୋ ମମ, ତେବେ ଆଉ ଥରେ ମୋର ମୋହ ନଷ୍ଟ ହୋଇଗଲା, ନଷ୍ଟୋ ମୋହଃ କହିବାର କି ଆବଶ୍ୟକତା ଥିଲା? ସାଧନା କରୁ କରୁ ସାଧକକୁ ଯେତେବେଳେ ପରମାର୍ଥିକ ବୈଶିଷ୍ଟ୍ୟ ଅନୁଭବ ହୁଏ, ତାକୁ ସେତେବେଳେ ଜଣାପଡ଼େ ଯେ ସେ ସେହି ତତ୍ତ୍ୱକୁ ଠିକ୍ ଭାବରେ ଜାଣିଗଲା, କିନ୍ତୁ ପ୍ରକୃତରେ ପୂର୍ଣ୍ଣତ୍ୱ ପ୍ରାପ୍ତିରେ ଆହୁରି ବାକି ଥାଏ। ଠିକ୍ ଏହିପରି ଅର୍ଜୁନ ଯେତେବେଳେ
ଦ୍ୱିତୀୟ ଅଧ୍ୟାୟରୁ ଦଶମ ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନଙ୍କର ଆଲୌକିକ ପ୍ରଭାବ ଇତ୍ୟାଦି ଶୁଣିଲେ ସେତେବେଳେ ସେ ଅତ୍ୟନ୍ତ ପ୍ରସନ୍ନ ହେଲେ। ତାଙ୍କୁ ତାଙ୍କର ମୋହ ଦୂର ହୋଇଯିବା ପରି ଜଣାପଡ଼ିଲା। ସେଥିପାଇଁ ସେ ନିଜର ଦୃଷ୍ଟିରୁ ମୋହ ଅୟମ୍ ବିଗତୋ ମମ କହିଦେଲେ। କିନ୍ତୁ ଭଗବାନ ଏ କଥା ସ୍ୱୀକାର କଲେ ନାହିଁ। ପରେ ଭଗବାନଙ୍କର ବିଶ୍ୱରୂପ ଦର୍ଶନ କରି ଯେତେବେଳେ ଅର୍ଜୁନ ଭୟଭୀତ ହୋଇଗଲେ ସେତେବେଳେ ଭଗବାନ କହିଲେ ଯେ ଏହା ତୁମର ମୂଢ଼ ଭାବ ମୋହ। ତୁମେ ମୋହିତ ହେବା ଉଚିତ ନୁହେଁ। ମା ଚ ବିମୂଢ଼ ଭାବଃ। ଭଗବାନଙ୍କର ଏହି ବଚନରୁ ପ୍ରମାଣିତ ହେଉଛି ଯେ ଅର୍ଜୁନଙ୍କର ମୋହ ପୂର୍ଣ୍ଣ ରୂପେ ଦୂର ହୋଇନଥିଲା। ପରେ ଯେତେବେଳେ ଅର୍ଜୁନ ସର୍ବଗୁହ୍ୟତମ ବଚନ ଶୁଣି କହିଲେ ଯେ ଆପଣଙ୍କର କୃପାରୁ ମୋର ମୋହ ନଷ୍ଟ ହୋଇଗଲା ଏବଂ ମୋତେ ସ୍ମୃତି ମଧ୍ୟ ପ୍ରାପ୍ତ ହେଲା। ନଷ୍ଟୋ ମୋହଃ ସ୍ମୃତିର୍ଲବ୍ଧା ତ୍ୱତ୍ପ୍ରସାଦାନ୍ମ ୟାଚ୍ୟୁତ। ସେତେବେଳେ ଭଗବାନ ଆଉ କିଛି ନ କହି ଚୁପ୍ ରହିଲେ ଏବଂ ଉପଦେଶ ଦେବା ମଧ୍ୟ ବନ୍ଦ କରିଦେଲେ। ଏଥିରୁ ପ୍ରମାଣିତ ହେଉଛି ଯେ ଅର୍ଜୁନଙ୍କ ମୋହ ନାଶ କଥା ଭଗବାନ ସ୍ୱୀକାର କଲେ। ଗୀତାର ଶେଷରେ ସଞ୍ଜୟ କେବଳ ବିରାଟ ରୂପକୁ ସ୍ମରଣ କଲେ କାହିଁକି? ଚତୁର୍ଭୁଜ ରୂପକୁ ସ୍ମରଣ କଲେ ନାହିଁ କାହିଁକି? ଭଗବାନଙ୍କର ଚତୁର୍ଭୁଜ ରୂପ ତ ପ୍ରସିଦ୍ଧ, କିନ୍ତୁ ବିରାଟ ରୂପ ସେତେ ପ୍ରସିଦ୍ଧ ନୁହେଁ। ବିରାଟ ରୂପ ଯେତେ ଦୁର୍ଲଭ ଚତୁର୍ଭୁଜ ରୂପ ସେତେ ଦୁର୍ଲଭ ମଧ୍ୟ ନୁହେଁ। କାରଣ ଭଗବାନ ଚତୁର୍ଭୁଜ ରୂପ ଦର୍ଶନର ଉପାୟ ବତାଇ ଦେଇଛନ୍ତି, କିନ୍ତୁ ବିରାଟ ରୂପ ଦର୍ଶନର ଉପାୟ ବତାଇ ନାହାନ୍ତି। ତେଣୁ ସଞ୍ଜୟ ଅତ୍ୟନ୍ତ ଅଦ୍ଭୁତ ବିରାଟ ରୂପକୁ ହିଁ ସ୍ମରଣ କରିଛନ୍ତି। ଅର୍ଜୁନଙ୍କର ମୋହ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ଏବଂ ମୋହ ଥରେ ନଷ୍ଟ ହେବା ପରେ ପୁନର୍ବାର ମୋହ ହୁଏ ନାହିଁ। ଯଜ୍ ଜ୍ଞାତ୍ୱା ନ ପୁନର୍ମୋହ ମେବଂ ଯାସ୍ୟସି। ତେବେ ଅଭିମନ୍ୟୁକୁ ଯେତେବେଳେ ମାରି ଦିଆଗଲା ସେତେବେଳେ ଅର୍ଜୁନଙ୍କର କୌଟୁମ୍ବିକ ମୋହ ଜାତ ହେଲା କାହିଁକି? ତାହା ମୋହ ନୁହେଁ ବରଂ ଶିକ୍ଷା। ମୋହ ନଷ୍ଟ ହେବା ପରେ ମହାପୁରୁଷମାନେ ଯାହା ଆଚରଣ କରନ୍ତି ତାହା ସଂସାର ପାଇଁ ଶିକ୍ଷା ଓ ଆଦର୍ଶ ହୋଇଥାଏ। ଅଭିମନ୍ୟୁକୁ ମାରି ଦିଆଯିବାରୁ କୁନ୍ତୀ, ସୁଭଦ୍ରା, ଉତ୍ତରା ପ୍ରଭୃତି ବହୁତ ଦୁଃଖିତ ହେଉଥିଲେ। ତେଣୁ ସେମାନଙ୍କର ଦୁଃଖ ଦୂର କରିବା ପାଇଁ ଅର୍ଜୁନଙ୍କ ଦ୍ୱାରା ମୋହ ଓ ଶୋକର ଅଭିନୟ କରାଯାଇଥିଲା। ଏହାର ପ୍ରମାଣ ହେଉଛି ଅଭିମନ୍ୟୁ ମରିବା ପରେ ଜୟଦ୍ରଥ ମାରିବା ପାଇଁ ଅର୍ଜୁନ ଯେଉଁ ସବୁ ପ୍ରତିଜ୍ଞା କରିଥିଲେ ସେଗୁଡ଼ିକ ଶାସ୍ତ୍ର ଓ ସ୍ମୃତିର ଉପଦେଶକୁ ନେଇ କରିଥିଲେ। ମହାଭାରତ ଦ୍ରୋଣ ଯଦି ଅର୍ଜୁନକୁ ମୋହ, ଶୋକ ଇତ୍ୟାଦି ଆଚ୍ଛାଦିତ କରିଥାନ୍ତା ତେବେ ଶାସ୍ତ୍ର ଓ ସ୍ମୃତିର ଉପଦେଶ ଗୁଡ଼ିକ ତାଙ୍କର ମନେ ରହିଥାନ୍ତା କିପରି? ସେ ଏତେ ସାବଧାନ ରହିଥାନ୍ତେ କିପରି? ମୋହ ଜାତ ହେଲେ ମନୁଷ୍ୟର ପୂର୍ବ କଥା ମନେ ରହେ ନାହିଁ ଏବଂ ଆଗକୁ ନୂଆ କଥା ମଧ୍ୟ ମୁଣ୍ଡରେ ଢୁକେ ନାହିଁ। କିନ୍ତୁ ଅର୍ଜୁନଙ୍କର ସବୁ କଥା ମନେ ଥିଲା, ତେଣୁ ସେ ଶୋକରେ ଭାସି ଯାଇନଥିଲେ। ଏଥିରୁ ପ୍ରମାଣିତ ହେଉଛି ଯେ ଅର୍ଜୁନଙ୍କର ଶୋକ କରିବା ଅଭିନୟ ହିଁ ଥିଲା। ମୋହ ନଷ୍ଟ ହେବା ପରେ ଏବଂ ସ୍ମୃତି ପ୍ରାପ୍ତ ହେବା ପରେ ପୁଣି ତାହାର ବିସ୍ମୃତି ହୁଏ ନାହିଁ। ତେବେ ଅର୍ଜୁନ ଅନୁଗୀତାରେ କିପରି କହିଲେ ଯେ ମୁଁ ସେହି ଜ୍ଞାନକୁ ଭୁଲି ଯାଇଛି? ଭଗବାନ ଗୀତୋପଦେଶ ଦେବା ସମୟରେ ଅର୍ଜୁନଙ୍କୁ ଅଭିଯୋଗ ଓ କର୍ମଯୋଗର ଭକ୍ତିଯୋଗ ଓ କର୍ମଯୋଗର ଅଧିକାରୀ ମନେ କରିଥିଲେ ଏବଂ ମଧ୍ୟମ ପୁରୁଷ ପ୍ରୟୋଗ କରି ପ୍ରାୟତଃ ଭକ୍ତିଯୋଗ ଓ କର୍ମଯୋଗର ହିଁ ଉପଦେଶ ଦେଇଥିଲେ। ତେଣୁ ଅର୍ଜୁନ ଅଭିଯୋଗ, ଭକ୍ତିଯୋଗ ଓ କର୍ମଯୋଗ କଥା ଭୁଲି ନଥିଲେ, କିନ୍ତୁ ଜ୍ଞାନ ଯୋଗର କଥା ସବୁ ଭୁଲି ଯାଇଥିଲେ। ତେଣୁ ଭଗବାନ ଅନୁଗୀତାରେ କେବଳ ଜ୍ଞାନ ବିଷୟକ ଉପଦେଶ ଦେଇଛନ୍ତି। ଅନୁଗୀତାରେ ଭଗବାନ କହିଛନ୍ତି, ସେତେବେଳେ ମୁଁ ଯୋଗରେ ସ୍ଥିତ ହୋଇ ଗୀତା କହିଥିଲି, କିନ୍ତୁ ଏବେ ମୁଁ ସେପରି କହିପାରିବି ନାହିଁ। ତେବେ କ'ଣ ଭଗବାନ ମଧ୍ୟ ସମୟ ବିଶେଷରେ ଯୋଗରେ ସ୍ଥିତ ହୁଅନ୍ତି ଏବଂ ଅନ୍ୟ ସମୟରେ ଯୋଗରେ ସ୍ଥିତ ରହନ୍ତି ନାହିଁ? କ'ଣ ଭଗବାନଙ୍କର ଜ୍ଞାନ ମଧ୍ୟ ଆଗନ୍ତୁକ? ଯେପରି ବାଛୁରୀ କ୍ଷୀର ପିଇବା ଆରମ୍ଭ କଲେ ଗାଈ ଦେହରେ ଥିବା ସବୁ କ୍ଷୀର ତାର ପହ୍ନା ଦେଇ ଝରି ଆସେ, ସେହିପରି ଶ୍ରୋତା
ଯେତେବେଳେ ଉତ୍କଣ୍ଠିତ ହୋଇ କୌଣସି କଥା ପଚାରେ ସେତେବେଳେ ବକ୍ତା ହୃଦୟରେ ବିଶେଷ ଭାବେ ତାହାର ଉତ୍ତର ସ୍ଫୁରିତ ହେବାକୁ ଲାଗେ। ଗୀତାରେ ଅର୍ଜୁନ ଉତ୍କଣ୍ଠିତ ଓ ବ୍ୟାକୁଳ ହୋଇ ନିଜର ଆତ୍ମକଲ୍ୟାଣ ବିଷୟରେ ପଚାରିଲେ, ଯଦ୍ୱାରା ଭଗବାନଙ୍କ ହୃଦୟରେ ବିଶେଷ ବିଶେଷ ଭାବମାନ ଜାଗ୍ରତ ହୋଇଥିଲା। କିନ୍ତୁ ଅନୁଗୀତାରେ ଅର୍ଜୁନଙ୍କର ସେତେ ଉତ୍କଣ୍ଠା ଓ ବ୍ୟାକୁଳତା ନଥିଲା। ସେଥିପାଇଁ ଗୀତାରେ ଯେପରି ରସାଳ ବର୍ଣ୍ଣନା ହୋଇଛି, ଅନୁଗୀତାରେ ସେପରି ହୋଇନାହିଁ। ଗୀତାରେ ଯେପରି ଭଗବାନ ଅର୍ଜୁନଙ୍କୁ ନିଜର ବିଭୂତି ଗୁଡ଼ିକ ବିଷୟରେ କହିଛନ୍ତି, ସେହିପରି ଶ୍ରୀମଦ୍ ଭାଗବତରେ ଏକାଦଶ ସ୍କନ୍ଧର 16 ଅଧ୍ୟାୟରେ ଭଗବାନ ଉଦ୍ଧବଙ୍କୁ ନିଜର ବିଭୂତି କଥା କହିଛନ୍ତି। ଯଦି ଗୀତା ଓ ଭାଗବତ ଉଭୟର ବକ୍ତା ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ, ତାହେଲେ ଦୁଇ ଜାଗାରେ କୁହାଯାଇଥିବା ବିଭୂତି ଗୁଡ଼ିକରେ ପାର୍ଥକ୍ୟ ରହିଛି କାହିଁକି? ପ୍ରକୃତରେ ବିଭୂତି ବର୍ଣ୍ଣନାରେ କୌଣସି ବସ୍ତୁ, ବ୍ୟକ୍ତି ଆଦିଙ୍କର ମହତ୍ତ୍ୱ ପ୍ରତିପାଦନ କରିବା ଭଗବାନଙ୍କର ଅଭିପ୍ରାୟ ନୁହେଁ, ବରଂ ଭଗବତ ଚିନ୍ତନ କରାଇବାର ତାଙ୍କର ଅଭିପ୍ରାୟ। ସେଥିପାଇଁ ଗୀତା ଓ ଭାଗବତ ଉଭୟ ସ୍ଥାନରେ ବିଭୂତି ବିଷୟକ ବର୍ଣ୍ଣନାରେ ଭଗବତ ଚିନ୍ତନ କରିବା ହେଉଛି ମୁଖ୍ୟ କଥା। ଅତଏବ ଯେଉଁ ଯେଉଁ ସ୍ଥାନରେ କିଛି ବିଶେଷତ୍ୱ ଦୃଷ୍ଟିଗୋଚର ହେଉଛି, ସେହି ସବୁ ସ୍ଥାନରେ ବସ୍ତୁ, ବ୍ୟକ୍ତି ଆଦିଙ୍କର ବିଶେଷତ୍ୱ ନ ଦେଖି କେବଳ ଭଗବାନଙ୍କର ବିଶେଷତ୍ୱ ଦେଖିବା ଉଚିତ ଏବଂ କେବଳ ଭଗବାନଙ୍କ ଆଡ଼କୁ ଚିତ୍ତବୃତ୍ତି ଯିବା ଉଚିତ। କହିବାର ଉଦ୍ଦେଶ୍ୟ ହେଲା, ମନ ଯେଉଁଆଡ଼େ ଯାଉନା କାହିଁକି ସେଠାରେ କେବଳ ଭଗବାନଙ୍କର ଚିନ୍ତନ ହେବା ଉଚିତ। ସେଇଥିପାଇଁ ଭଗବାନ ବିଭୂତି ଗୁଡ଼ିକର ବର୍ଣ୍ଣନା କରିଛନ୍ତି। ଭାଗବତରେ ଭଗବାନ ଉଦ୍ଧବଙ୍କୁ ଉପଦେଶ ଦେଇଥିବାରୁ ତାହାର ନାମ ଯେପରି ଉଦ୍ଧବ ଗୀତା ହେଲା, ସେହିପରି ଗୀତାର ନାମ ମଧ୍ୟ ଅର୍ଜୁନ ଗୀତା ହେବା ଉଚିତ ଥିଲା। କିନ୍ତୁ ଏହାର ନାମ ଭଗବତ ଗୀତା ହେଲା କାହିଁକି? ଭାଗବତରେ ଉଦ୍ଧବ ନିଜେ ଭଗବାନଙ୍କୁ ଜିଜ୍ଞାସା ପୂର୍ବକ ପ୍ରଶ୍ନ କରିଥିଲେ, କିନ୍ତୁ ତାଙ୍କ ସମ୍ବାଦର ନାମ ଉଦ୍ଧବ ଗୀତା ରଖିବା ଠିକ୍ ହୋଇଛି। ମାତ୍ର ଗୀତା କହିବାର ପ୍ରେରଣା ତ ସ୍ୱୟଂ ଭଗବାନଙ୍କ ମନକୁ ଆସିଛି। ଅର୍ଜୁନ ତ କେବଳ ଯୁଦ୍ଧ କରିବାକୁ ଆସିଥିଲେ, ଉପଦେଶ ଶୁଣିବା ପାଇଁ ନୁହେଁ। ଗୀତା କହିବା ପାଇଁ ମନ ହେବାରୁ ହିଁ ଭଗବାନ ଅର୍ଜୁନଙ୍କ ରଥକୁ ପିତାମହ ଭୀଷ୍ମ ଓ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଆଗରେ ଛିଡ଼ା କରାଇ ଅର୍ଜୁନଙ୍କୁ କହିଲେ, ହେ ପାର୍ଥ, ଏହି କୁରୁବଂଶୀମାନଙ୍କୁ ଦେଖ, କୁରୁନ୍ ପଶ୍ୟ। ଯଦି ଭଗବାନ ଏପରି ନ କହି ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ଦେଖ, ଧାର୍ତ୍ତରାଷ୍ଟ୍ରାନ୍ ପଶ୍ୟ ବୋଲି କହିଥାନ୍ତେ, ତେବେ ଅର୍ଜୁନଙ୍କ ମନରେ ମୋହଜାତ ନ ହୋଇ ଯୁଦ୍ଧ କରିବାର ଉତ୍ତେଜନା ହିଁ ଆସିଥାନ୍ତା, ଯଦ୍ୱାରା ଗୀତା କହିବାର ସୁଯୋଗ ଉପସ୍ଥିତ ହୋଇନଥାନ୍ତା। ଗୀତା କହିବାର ସୁଯୋଗ ତ କୁରୁବଂଶୀମାନଙ୍କୁ ଦେଖ କହିବାରୁ ହିଁ ଉପସ୍ଥିତ ହେଲା, କାରଣ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ଓ ପାଣ୍ଡବମାନେ ଉଭୟେ କୁରୁବଂଶର ଥିଲେ। ତେଣୁ ନିଜର ସମ୍ପର୍କୀୟମାନଙ୍କୁ ଦେଖି ଅର୍ଜୁନଙ୍କର ପ୍ରସୁପ୍ତ ମୋହ ଜାଗ୍ରତ ହେଲା ଏବଂ ସେ କର୍ତ୍ତବ୍ୟର ନିର୍ଣ୍ଣୟ କରିପାରିଲେ ନାହିଁ। ତେଣୁ ଭଗବାନଙ୍କର ଶରଣାପନ୍ନ ହୋଇ ସେ ନିଜର କଲ୍ୟାଣ ବିଷୟରେ ପ୍ରଶ୍ନ କରିବାକୁ ଲାଗିଲେ। ସୁତରାଂ ଭଗବାନଙ୍କ ଦ୍ୱାରା ପ୍ରଦତ୍ତ ଉପଦେଶର ନାମ ଭାଗବତ ଗୀତା ରଖିବା ଯୁକ୍ତିଯୁକ୍ତ ଓ ଯଥାର୍ଥ ହୋଇଛି। ଯଦି ଯୁଦ୍ଧ ପାଇଁ ସବୁ ପ୍ରସ୍ତୁତି ସରିଥିଲା, ତେବେ ଏତେ କମ୍ ସମୟରେ ଭଗବାନ ଏତେ ବିସ୍ତୃତ ଗୀତୋପଦେଶ ଦେଲେ କିପରି? ଯଦି ଭଗବାନଙ୍କ ମାୟାରେ ଅସମ୍ଭବ ବି ସମ୍ଭବ ହୋଇପାରେ, ତେବେ ସ୍ୱୟଂ ଭଗବାନ ଯେ କମ୍ ସମୟରେ ବହୁତ କିଛି କହିଦେଇ ପାରନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? ମହାଭାରତକୁ ଦେଖିଲେ ଜଣାଯାଏ ଯେ ସମୟ ଅଳ୍ପ ନଥିଲା। ଅର୍ଜୁନ ଭଗବାନଙ୍କୁ ଦୁଇ ସେନାର ମଧ୍ୟଭାଗରେ ରଥ ରଖିବାକୁ କହିବାରୁ ଭଗବାନ ରଥକୁ ଦୁଇ ସେନାର ମଧ୍ୟଭାଗରେ ଠିଆ କରିଦେଲେ। ଯେତେବେଳେ ଦୁଇ ସେନାର ମଧ୍ୟଭାଗରେ ରଥ ଛିଡ଼ା ହୋଇଛି ଏବଂ ସେଠାରେ ଦୁଇ ମିତ୍ର ପରସ୍ପର କଥାବାର୍ତ୍ତା ହେଉଛନ୍ତି, ସେତେବେଳେ ଦୁଇ ସେନା ମଧ୍ୟରେ ଯୁଦ୍ଧ ହେବ କିପରି? ଅତଏବ ଦୁଇ ସେନା ଖୁବ୍ ଶାନ୍ତିରେ ଛିଡ଼ା ହୋଇଥିଲେ।
ଗୀତାର ଉପଦେଶ ପୂର୍ଣ୍ଣ ହେବା ପରେ ଯୁଧିଷ୍ଠିର ନିଶସ୍ତ୍ର ହୋଇ କୌରବ ସେନା ନିକଟକୁ ଗଲେ। ତାଙ୍କ ସହିତ ଭୀମ, ଅର୍ଜୁନ, ନକୁଳ, ସହଦେବ ଓ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଥିଲେ। କୌରବ ସେନା ଭିତରକୁ ଯାଇ ସେ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ ପ୍ରଭୃତିଙ୍କୁ ସାକ୍ଷାତ କଲେ ଏବଂ ସେମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ କଲେ। ସେଠାରୁ ଫେରିବା ବେଳେ ଯୁଧିଷ୍ଠିର ଘୋଷଣା କଲେ ଯେ ଏ ସମସ୍ତ କୌରବ ସେନା ଅବଶ୍ୟ ମରିବେ ଏବଂ ଯଦି କେହି ବଞ୍ଚିବାକୁ ଇଚ୍ଛା କରେ ସେ ଆମ ପକ୍ଷକୁ ଆସିପାରେ। ଯୁଧିଷ୍ଠିରଙ୍କର ଏପରି ଘୋଷଣା ଶୁଣି ଦୁର୍ଯ୍ୟୋଧନର ଭାଇ ୟୁସୁ ନାଗରା ବଜାଇ ପାଣ୍ଡବ ସେନାକୁ ଚାଲି ଆସିଲେ। ତାପରେ ଯାଇ ଯୁଦ୍ଧ ଆରମ୍ଭ ହେଲା। ଏଥିରୁ ଜଣାପଡ଼ୁଛି ଯେ ଗୀତାର ଉପଦେଶ ପାଇଁ ଯଥେଷ୍ଟ ସମୟ ଥିଲା। ଭଗବାନ ଗୀତାକୁ ଗଦ୍ୟରେ କହିଥିଲେ ନା ପଦ୍ୟରେ? ଯେତେବେଳେ ଯେଉଁ ଭାଷା ସ୍ୱାଭାବିକ ଭାବେ ପ୍ରଚଳିତ ଥିଲା ସେହି ଭାଷାରେ ଅର୍ଜୁନ ପ୍ରଶ୍ନ କଲେ ଏବଂ ସେହି ଭାଷାରେ ଭଗବାନ ଉତ୍ତର ତଥା ଉପଦେଶ ଦେଲେ। ପ୍ରକୃତରେ ଯେଉଁଠି ଜିଜ୍ଞାସା ପୂର୍ତ୍ତି ନିମିତ୍ତ ଅସଲ ବ୍ୟାକୁଳତା ହୁଏ ସେଠାରେ ଭାଷା ଆଡ଼କୁ ବକ୍ତା ଓ ଶ୍ରୋତାର ଧ୍ୟାନ ଯାଏ ନାହିଁ, ବରଂ ଭାବ ଆଡ଼କୁ ସେମାନଙ୍କର ଦୃଷ୍ଟି ରହିଥାଏ। କହିବା ସମୟରେ ବକ୍ତାର ଯଦି କୌଣସି ପ୍ରମାଣ ମନେ ପଡ଼ିଯାଏ ତେବେ ପ୍ରମାଣଟି ଯେଉଁ ଭାଷାରେ ଥାଏ ବକ୍ତା ତାହାକୁ ସେହି ଭାଷାରେ ଉଦ୍ଧାର କରିଥାଏ। ଏହିପରି ଭାବରେ ଭଗବାନ ଅର୍ଜୁନଙ୍କୁ ଗଦ୍ୟରେ ଉପଦେଶ ଦେଲେ ଏବଂ ସେଥିରେ ପ୍ରମାଣ ସ୍ୱରୂପ ଯେଉଁ ଶ୍ରୁତି ବାକ୍ୟ କହିଲେ ତାହାକୁ ଯଥାବତ୍ ପଦ୍ୟରେ କହିଲେ, ଯଥା ଯଦକ୍ଷରମ୍ ବେଦବିଦୋ ବଦନ୍ତି ଇତ୍ୟାଦି। ତାତ୍ପର୍ଯ୍ୟ ହେଲା ଭଗବାନ ଗୀତାର ଉପଦେଶ ଓ ଉତ୍ତର ଗଦ୍ୟ ଓ ପଦ୍ୟ ଉଭୟରେ ଦେଇଥିଲେ। ଗଦ୍ୟାତ୍ମକ ଉପଦେଶକୁ ବ୍ୟାସଦେବ ଶ୍ଲୋକବଦ୍ଧ କରିଥିଲେ। ଯଦି ଗୀତା ବ୍ୟାସଦେବଙ୍କ ଦ୍ୱାରା ଶ୍ଲୋକବଦ୍ଧ କରାଯାଇଛି ତେବେ ଏହାକୁ ଭଗବାନଙ୍କର ବାଣୀ ବୋଲି କିପରି କୁହାଯିବ? ବେଦ ବ୍ୟାସଙ୍କର କୃତି ଏତେ ବିଚିତ୍ର ଯେ ଯେଉଁଠି ଯେଉଁ ବକ୍ତା ଯାହା କୁହେ ସେଇଠି ସେ ସେହିଭଳି ଭାଷା ପ୍ରୟୋଗ କରିଥାନ୍ତି। ଭାଗବତରେ ଗୋପୀମାନଙ୍କର ଓ ଭଗବାନଙ୍କର ବଚନ ଗୁଡ଼ିକୁ ଦେଖିଲେ ଭିନ୍ନତାର ଅନୁଭବ ହୁଏ। ବ୍ରହ୍ମାଙ୍କ ବଚନ ଅନ୍ୟ ପ୍ରକାରର ଲାଗେ। ଗୋପ ବାଲକଙ୍କ ବଚନ ଗ୍ରାମ୍ୟ ଭଳି ଲାଗେ। ଗୋପୀମାନଙ୍କର ବଚନ ସ୍ତ୍ରୀ ଜନୋଚିତ ଲାଗେ ଏବଂ ଭଗବାନଙ୍କର ବଚନ ଅନ୍ୟ ପ୍ରକାରର ଲାଗେ। ସେହିପରି ଗୀତାରେ ଭଗବାନଙ୍କର ବାଣୀକୁ ମଧ୍ୟ ବେଦ ବ୍ୟାସ ଶ୍ଲୋକ ରୂପ ପ୍ରଦାନ କରିଛନ୍ତି। ଅତଏବ ଗୀତା ଯେ ଭଗବାନଙ୍କର ବାଣୀ ଏଥିରେ କୌଣସି ସନ୍ଦେହ ନାହିଁ। ଗୀତା ଅନୁସାରେ କର୍ମଯୋଗ ଜ୍ଞାନ ଯୋଗର ସାଧନ ଅଟେ ନା ତାହା ସ୍ୱତନ୍ତ୍ର? ଗୀତା କର୍ମ ଯୋଗକୁ ଜ୍ଞାନ ଯୋଗର ସାଧନ ବୋଲି ମଧ୍ୟ କୁହାଯାଇଛି ଏବଂ ସ୍ୱତନ୍ତ୍ର ବୋଲି ମଧ୍ୟ କୁହାଯାଇଛି। ଯଥା କର୍ମଯୋଗ ବିନା ଜ୍ଞାନ ଯୋଗର ପ୍ରାପ୍ତି କଠିନ। ଯେଉଁମାନେ କର୍ମଯୋଗ ଦ୍ୱାରା ନିଜର ଅନ୍ତଃକରଣକୁ ଶୁଦ୍ଧ କରି ନାହାନ୍ତି ସେମାନେ ନିଜଠାରେ ସ୍ଥିତ ପରମାତ୍ମ ତତ୍ତ୍ୱକୁ ଜାଣନ୍ତି ନାହିଁ। ଏ କ୍ଷେତ୍ରରେ ଭଗବାନ କର୍ମଯୋଗକୁ ଜ୍ଞାନ ଯୋଗର ସାଧନ ବୋଲି କହିଛନ୍ତି। ଜ୍ଞାନ ଯୋଗ ଓ କର୍ମଯୋଗ ଉଭୟ ସାଧନା ପରମାତ୍ମାଙ୍କୁ ପ୍ରାପ୍ତ କରାଇବାରେ ସମକକ୍ଷ। କର୍ମଯୋଗ ଦ୍ୱାରା ମନୁଷ୍ୟ ନିଜଠାରେ ସ୍ଥିତ ପରମାତ୍ମା ତତ୍ତ୍ୱର ଅନୁଭବ କରିଥାଏ। ଏ କ୍ଷେତ୍ରରେ ଭଗବାନ କର୍ମଯୋଗକୁ ସ୍ୱତନ୍ତ୍ର ବୋଲି କହିଛନ୍ତି। ତାତ୍ପର୍ଯ୍ୟ ହେଲା କର୍ମଯୋଗ ଜ୍ଞାନ ଯୋଗର ସାଧନ ମଧ୍ୟ ହୋଇପାରେ ଏବଂ ସ୍ୱତନ୍ତ୍ର ଭାବରେ ମଧ୍ୟ କଲ୍ୟାଣ କରିପାରେ। କର୍ମଯୋଗ ସାଧନାରେ ସେବା ମୁଖ୍ୟ, ତେବେ ଗୀତାରେ କର୍ମଯୋଗ ପ୍ରକରଣରେ ସେବା କଥା କୁହାଯାଇ ନାହିଁ କାହିଁକି? ଗୀତାରେ ବର୍ଣ୍ଣିତ ଯଜ୍ଞାର୍ଥ କର୍ମ, ଲୋକ ସଂଗ୍ରହ ଇତ୍ୟାଦି ଶବ୍ଦଗୁଡ଼ିକୁ ସେବାର ବାଚକ ବୋଲି ବୁଝିବା ଉଚିତ। କାରଣ ଲୋକ ମର୍ଯ୍ୟାଦା ସୁରକ୍ଷିତ ରଖିବା ପାଇଁ ତଥା କେବଳ ଦୁନିଆର ମଙ୍ଗଳ ସାଧନ ପାଇଁ ନିଜର ସ୍ୱାର୍ଥ ଓ ସ୍ୱାଭିମାନ ତ୍ୟାଗ କରି ଯେଉଁ ସବୁ କର୍ମ କରାଯାଏ ସେଗୁଡ଼ିକ ସେବା ପଦବାଚ୍ୟ। ଧନ୍ୟବାଦ ଶ୍ରୋତା ବନ୍ଧୁମାନେ। ଆଜି ପାଇଁ ଆମର ଯେଉଁ ଦ୍ୱିତୀୟ ଶ୍ଲୋକ ଥିଲା ସେଇ ଦ୍ୱିତୀୟ ଶ୍ଲୋକର ପରିସମାପ୍ତି ଘଟିଛି। ଗୀତାଭ୍ୟାସେନ ଯେ ଜାତାଃ ସାଧକେଷ୍ୱପି ସଂଶୟାଃ ଅତ୍ର ତେଷାଂ
ସମାଧାନମ୍ କ୍ରିୟତେ ହିଁ ସମାସତଃ। ଶେଷ ପର୍ଯ୍ୟନ୍ତ ଶୁଣିଥିବାରୁ ଆପଣମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ। ଏବଂ ନିଜ ଭିତରେ ଯେଉଁ ଆତ୍ମ ଅନୁଭୂତି ହେଲା, ଯେଉଁ ଦିବ୍ୟ ଚେତନା ଜାତ ହେଲା, ସେଥିପାଇଁ ମଧ୍ୟ ଶ୍ରୀ ଭଗବାନଙ୍କ ଠାରେ, ଶ୍ରୀକୃଷ୍ଣଙ୍କ ଠାରେ, ଜଗନ୍ନାଥଙ୍କ ଠାରେ ଆମେ ସମର୍ପିତ ହେଇଯିବା। ଆପଣମାନଙ୍କୁ ପୁଣି ଥରେ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛି ଏବଂ ଏହି ଚ୍ୟାନେଲଟିକୁ ଲାଇକ୍, ସବସ୍କ୍ରାଇବ୍ ଆଉ ସେୟାର କରିଥିବାରୁ ଆପଣଙ୍କୁ ମୁଁ ଅନେକ ଅନେକ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି, ସାଧୁବାଦ ଜଣାଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ପ୍ରିୟ ଦର୍ଶକ ବନ୍ଧୁ, ପୁଣି ଆମେ ଆରମ୍ଭ କରିବା ତୃତୀୟ ଶ୍ଲୋକ ପରବର୍ତ୍ତୀ ସମୟରେ। ଆଜି ପାଇଁ ମୋ ବାଣୀକୁ ଏଠି ମୁଁ ବିରାମ ଦଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।